ଦେଖିବ ବେନିନୟନେ ପରତନେ ଯିବେ ଗୁରୁ ବଚନେ। ଆମର ଓଡ଼ିଆରେ ସେ ପ୍ରକାର ଭାଷା ଅଛି। ସେ କହିଲେ ମୁଁ ଯୀଶୁଙ୍କୁ ନ ଦେଖିଲେ ବିଶ୍ୱାସ କରିବେନି। ମରିକି ସେ ଉଠିଲେ, ସେ କହିଲେ ମୁଁ ତାଙ୍କୁ ହାତ ପାଦରେ ଯୋଉ କଣ୍ଟା ମରା ହେଇଥିଲା, କକ୍ଷରେ ବର୍ଚ୍ଛାଘାତ କରାହେଇଥିଲା, ସେ ଚିହ୍ନ ଦେଖିଲେ ମୁଁ ବିଶ୍ୱାସ କରିବି। ପ୍ରଭୁ ତାକୁ ଭାରତକୁ ପଠେଇଲେ। ପ୍ରିୟ ଭାରତ, ଆମ ଭଳିଆ ଦେଶ ମୁଁ ଦେଖିନାହିଁ, ପୃଥିବୀରେ ବହୁତ ଦେଶ ଦେଖିଛି। ଏତେ ସୁନ୍ଦର ଦେଶ, ଆଶୀର୍ବାଦରେ ପରିପୂର୍ଣ୍ଣ ଦେଶ, ମହାନ ଦେଶ, ପ୍ରାଚୁର୍ଯ୍ୟତାର ଦେଶ ସବୁ ଅଛି। ଆମ ଦେଶ ବି ପ୍ରାଚୁର୍ଯ୍ୟତାର ଦେଶ, ଧାର୍ମିକ ଦେଶ, ଶାସ୍ତ୍ରର ଦେଶ, ଜ୍ଞାନର ଦେଶ, ଦର୍ଶନ ତତ୍ପର ଦେଶ। ସାଧୁ ମହାତ୍ମା ମାନେ ଏଠି ଜନ୍ମ ହୋଇଛନ୍ତି, ମହାନ ମହାନ ବିଜ୍ଞ ଲୋକମାନେ ଜନ୍ମ ହୋଇଛନ୍ତି। ତାକୁ ଥମାଙ୍କୁ ପ୍ରଥମ ଶତାବ୍ଦୀ ବୋଲେ ଆଜିକୁ 2000 ବର୍ଷ ତଳର କଥା ମୁଁ କହୁଛି, ତାଙ୍କୁ ଭାରତକୁ ପଠେଇଲେ ପ୍ରଭୁ। ଆଉ ତାଙ୍କୁ ସେ ସୁସମାଚାର ପ୍ରଚାର କଲେ, ବହୁତ ବଡ଼ ବଡ଼ ଜାତି ମାନଙ୍କ ମଧ୍ୟରେ ବାକ୍ୟ ପ୍ରଚାର କଲେ। ରିସାଉଣ୍ଡ ହେଉଛି ବାପା, ଓକେ? ଆଚ୍ଛା, କାହିଁକି ଶୁଣିବାରେ ଲୋକଙ୍କ ଅସୁବିଧା ନାହିଁ। ଆଉ ସାଉଣ୍ଡଟା ବହୁତ କର ନାହିଁ, ଟିକେ ସାଉଣ୍ଡ କମ୍ କର, ଆମକୁ ବାହାରେ ଏତେ ଆବଶ୍ୟକ ନାହିଁ। ଏଥିପାଇଁ ଭାରତ ବର୍ଷରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆମେ ଯେଉଁ ଧର୍ମ 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 କହୁନୁ, ଖ୍ରୀଷ୍ଟ ଧର୍ମ এটা ଧର୍ମ ନାହିଁ, এটা ଗୋଟେ ଏକ ସମ୍ପର୍କ, ଇଟ୍ସ ଏ ରିଲେସନ୍ ୱିଥ୍ ଗଡ୍, ଈଶ୍ୱରଙ୍କ ସହିତ ସମ୍ପର୍କ। ଅନାଦି ଅନନ୍ତ ବ୍ୟକ୍ତିତ୍ୱ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଅନାଦି କହିଲେ ଯାହାଙ୍କର ଆଦି ନାହିଁ, ଅନନ୍ତ କହିଲେ ଯାହାଙ୍କର ଅନ୍ତ ନାହିଁ, ଶେଷ ନାହିଁ। ସେ ଜଣେ ରକ୍ତ ମାଂସଧାରୀ ମନୁଷ୍ୟ ହେଇକି ଗୋଟେ କୁମାରୀ କନ୍ୟା ମାତା ମରିୟମଙ୍କ ଗର୍ଭକୁ 2000 ବର୍ଷ ତଳେ ଏକ ମାଂସ ପିଣ୍ଡ ହେଇକି ଆସିଲେ। ମେଡିକାଲ ସାଇନ୍ସ ତାକୁ ପ୍ରମାଣ କରିପାରିବ ନାହିଁ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେ ବାକ୍ୟର ପରମେଶ୍ୱର ଥିଲେ। ସେ ବାକ୍ୟ ଦେହବନ୍ଧ ହେଲେ। ଆଦ୍ୟରେ ବାକ୍ୟ ଥିଲେ। ଯଦି ଆପଣ ମୋ ବାଇବେଲ ଲେଖିଥାନ୍ତେ, କେମିତି ଲେଖିଥାନ୍ତେ? ଏଇଟା ପବିତ୍ର ଆତ୍ମା ଲେଖିଛନ୍ତି। ଏଥିପାଇଁ ଲେଖାଗଲା ଯୋହନ ସୁସମାଚାର 1 ଆଦ୍ୟରେ ବାକ୍ୟ ଥିଲେ। ଇନ୍ ଦ ବିଗିନିଂ ଇଜ ଦ ୱାର୍ଡ, ଆରମ୍ଭରେ ବାକ୍ୟ ଥିଲେ। ଯଦି ମୁଁ ଲେଖିଥାନ୍ତି ବାଇବେଲ ସେଇ ପଦଟାକୁ, ମୁଁ ଲେଖିଥାନ୍ତି ଆଦ୍ୟରେ ପରମେଶ୍ୱର ଥିଲେ ଲେଖିଥାନ୍ତି। ଆଦ୍ୟରେ ପରମେଶ୍ୱର ଥିଲେ। ଟଣ୍ଡି ତନି ପେନ ମାସ ଯୋଜନାଟାନ ବ୍ରିସତ ଭୀମା। ଇନ୍ ଦ ବିଗିନିଂ ଇଜ ଦ ୱାର୍ଡ, ମୁଁ ସେମିତି ଲେଖିଥାନ୍ତି। କିନ୍ତୁ ବାଇବେଲ ଲେଖା ହେଇଛି ଆତ୍ମାଙ୍କ ଦ୍ୱାରା, ପବିତ୍ର ଆତ୍ମାଙ୍କ ଦ୍ୱାରା। ଏଥିପାଇଁ ଲେଖା ହେଇଛି ଆଦ୍ୟରେ ବାକ୍ୟ ଥିଲେ। ମୋ କଥା ମୋ ପାଖରେ ଅଛି, ଆପଣଙ୍କ କଥା ଆପଣଙ୍କ ପାଖରେ ଅଛି। ଆପଣ ଯେଉଁ କଥାବାର୍ତ୍ତା କରୁଛନ୍ତି, ଆପଣଙ୍କ ବାକ୍ୟ ମୁହଁରୁ ବାହାରୁଛି, କଥା ବାହାରୁଛି, ଆପଣଙ୍କ ପାଖରେ ଅଛି। ମୁଁ ଯେଉଁ କଥାବାର୍ତ୍ତା କରୁଛି, ମୋ କଥାବାର୍ତ୍ତା ମୋ ଭିତରେ ଅଛି। ଈଶ୍ୱର ଯେଉଁଟା କହିବା ପାଇଁ ଚାହୁଁଥିଲେ, ତାଙ୍କ ପାଖରେ ନଥିଲା। ବୁଝନ୍ତୁ, ମୁଁ ବହୁତ ସ୍ଲୋ ଯିବି, କିଛିଟା ବୁଝିଲେ ହେଲା। ପ୍ରଭୁ ଯେଉଁ କଥା କହିବା ପାଇଁ ଚାହୁଁଥିଲେ, ସେଟା ତାଙ୍କ ପାଖରେ ଥିଲା। ମନେକର ମୋତେ ଶୋଷ ହେଉଛି ବୋଲି ମୁଁ କହିଲେ, ମୋ ଭିତରେ ଶୋଷ ହେଉଛି, ମୋତେ ଶୋଷ ହେଉଛି, ତ ମୁଁ କହୁଛି ମୋତେ ଶୋଷ ହେଉଛି। କିଏ ଗୋଟେ ମୋତେ ପାଣି ଗ୍ଲାସଟେ ଦେବ। ଆପଣ କହିବେ ମୁଁ ଗାଡ଼ି ଯୋଗାଇବା ପାଇଁ ଯାଉଛି ବସ୍ ଷ୍ଟାଣ୍ଡକୁ, ସୋ ୟୁ ଆର୍ ଗୋଇଂ ସମୱେୟାର, ୟୁ ଆର୍ ୱେଟିଂ ଫର ଦ ବସ୍। ଆପଣଙ୍କ ଭିତରେ ସେଟା ଥିଲା, ଆପଣ କହିଲେ ସେଇଟା। ଆଦି ପୁସ୍ତକ 1:3 ସେ ଦୀପ୍ତି ହେଉ ବୋଲି ପ୍ରଭୁ କହିଲେ। ଲେଟ୍ ଦେयर ବି ଲାଇଟ୍। ଉଜାଡ ଆପାକାରୀ ନ ଉଜାଡାତେ। ପରମେଶ୍ୱରଙ୍କ ଭିତରେ ଥିଲା। ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ନକ୍ଷତ୍ର ସୃଷ୍ଟି ନ କରି ଆଗ ସେ ଦୀପ୍ତି ତିଆରି କଲେ। ଦୀପ୍ତି, ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ଦୀପ୍ତି ହୁଏ ନାହିଁ। ବାଇବେଲ କହୁଛି ସୂର୍ଯ୍ୟ ଚନ୍ଦ୍ର ଏଥିପାଇଁ ରଖା ହେଇଛି ଦିନକୁ ରାତିକୁ ଶାସନ କରିବା ପାଇଁ। କିନ୍ତୁ ଦୀପ୍ତି ପ୍ରଭୁ ସୃଷ୍ଟି କଲେ, ସେ ଦୀପ୍ତି। একথা বুঝিয়ে নিতাম দরকার। ଏବେ କାହିଁକି ଯୀଶୁ ଜଗତରେ ଜନ୍ମ ହେଲେ? ଏ ଯୀଶୁଙ୍କ ନାଁକୁ ନେଇକି ଏତେ ଝଣଝଟ ସାରା ପୃଥିବୀରେ କାହିଁକି ଚାଲିଛି? ଯୀଶୁଙ୍କର ନାଁକୁ ଲୋକ ଘୃଣା ବି କରନ୍ତି, ଜାଣିଛନ୍ତି ନା ନାଇଁ? ଅନେକ ସମାଲୋଚନା କରନ୍ତି, ଅନେକ ଆଜିକାଲି ତ ଏତେ ତାତ୍ସଲ୍ୟ କରୁଛନ୍ତି ଯୀଶୁଙ୍କ ନାଁକୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ। ଆଉ ହିସାବ କିତାବ ନାହିଁ, ଜମା ତା ଭିତରେ ମୁଣ୍ଡ ପୁରାନ୍ତୁ ନାହିଁ। ହିମାଳୟକୁ ପଥର ମାରିଲେ କ'ଣ ହବ? ତମେ ଯେ ଏଭରେଷ୍ଟକୁ, କାଞ୍ଚନଜଙ୍ଘା ଜନରେ ହିମାଳୟ ପର୍ବତକୁ ଏରା ଜୀବଙ୍ଗଣା ଗାଡିଆ ଜನ ଡୋଟା ସୋର ମାନେ ମାନ କନ୍ଧମାଳ ଜିଲ୍ଲା ତାରି ଗୋଟେ 33 ଡୋଟା ସୋର, ତାକୁ ପଥର ମାରେ କ'ଣ? ଯୀଶୁଙ୍କ ଲୋକ ଟେକା ମାରିବା ପାଇଁ ଚାହୁଁଛନ୍ତି, କଣ୍ଟାରେ ଟାଙ୍ଗି ଦେଇଥିଲେ ତ। ଉପରେ ସ୍ୱର୍ଗ, ତଳେ ପୃଥିବୀ, ଶୂନ୍ୟରେ ଝୁଲେଇ ଦେଲେ। ସେ କହିଲେ ମୁଁ 3 ଦିନ ପରେ ଉଠିବି, ଆଉ ଉଠି ପଡିଲେ। 40 ଦିନ ରହିଲେ ଜଗତରେ, 40 ଦିନ। ସ୍ୱର୍ଗ ଭିତରେ ଗଲେ, ହଜାର ହଜାର ଲୋକ ଥିଲେ, ଉଠିଗଲେ। ସେ କହିଲେ ମୁଁ ଯାଉଛି, ଆଉ ଥରେ ଆସିବି, ମୁଁ ଯାଉଛି, ଆଉ ଥରେ ଆସିବି। ସଜୀବ କମ୍ ଏଗେନ୍। ଈଶ୍ୱରଙ୍କ ବାକ୍ୟ ଯଦି ବାଇବେଲ ଈଶ୍ୱରଙ୍କ ବାକ୍ୟ ହେଇଥାଏ, ତାଙ୍କ ବାକ୍ୟରେ କୌଣସି ଖାଦ ନାହିଁ। ସେ ଯଦି କହିଛନ୍ତି ଆମ୍ଭେ ପଥ, ଆମ୍ଭେ ସତ୍ୟ, ଆମ୍ଭେ ଜୀବନ,
ଯେ ସତ୍ୟ ସେ କହୁଛି ମୁଁ ସତ୍ୟ ସତ୍ୟ ତୁମକୁ କହୁଛି ମୁଁ ସତ୍ୟ ଆଉ ତୁମକୁ ସତ୍ୟ କହୁଛି। ଆଉଥରେ ମୁଁ ଆସିବି। ଆଉ ବାଇବେଲରେ ଯୋଉ ଭାବାଂଶ ଲେଖାଯାଇଛି ତାଙ୍କ ଆଗମନ ପୂର୍ବରୁ ପୃଥିବୀରେ କଣ କଣ ଘଟଣା ଘଟିବ ଆଗରୁ ଲେଖା ହେଇଛି। ଅନେକ ଘଟଣା ଘଟିଛି, ଅନେକ ଘଟୁଛି, ଆଗକୁ ଘଟିବ। ତାକୁ କେହି ଅଟକେଇ ପାରିବେ ନାହିଁ। ଆଉ ଶେଷ ଦିନ ମାନଙ୍କରେ ତାଙ୍କ ଆଗମନ ପୂର୍ବରୁ ମଣ୍ଡଳୀ ମାନଙ୍କ ପାଇଁ ତାଡ଼ନା, ନିନ୍ଦା, ଅପମାନ, କଷ୍ଟ, କ୍ଲେଶ, ଦୁଃଖ ରହିଛି। ଅଳ୍ପ ବହୁତ ଆମେ ଅନୁଭବ କରିଛୁ ଆମମାନଙ୍କ ଜୀବନରେ। ଏଥିପାଇଁ ଧୈର୍ଯ୍ୟ ହରାଇବାର ନାହିଁ। ଆମେ ତ ପର୍ବ ପାଳନ କରୁଛୁ। ଆଗମନ କଥା ଚିନ୍ତା କର। ଯୀଶୁ ଆସୁଛନ୍ତି ଭେଟିବା ପାଇଁ। ବେଥଲେହେମରେ ଜନ୍ମ ନେଇଥିଲେ ଗୁହାଳ କୁଣ୍ଡରେ। ତାଙ୍କ ପାଇଁ ବସା ଘରେ ଜାଗା ନଥିଲା। ଆପଣଙ୍କ ଘରେ ଯୀଶୁ ପାଇଁ ଜାଗା ଅଛି କି? ଆପଣଙ୍କର ମଣ୍ଡଳୀରେ ଯୀଶୁଙ୍କର ଜାଗା ଅଛି କି? ନା ଖାଲି ଗୋଟେ ଡ୍ରାମା ସିନେମା ଏ ଯୋଉ ଆଜେଣ୍ଡା ପ୍ରୋଗ୍ରାମ ଓରିଏଣ୍ଟେଡ ସବୁ ଖାଲି କରିକି ପଟୁଆର କରିକି ଏ ଲାଇଟ୍ ଡେକୋରେସନ କରି କାଗଜ କାଟିକି ବେଲୁନ ବାନ୍ଧିକି ଏ କେକ୍ କାଟିକି ଏଇ ଯୋଉ ପ୍ରହସନରେ କିଛି କାମ ଦେବନି ବାପା। ଯୀଶୁଙ୍କୁ ଯଦି ଅନ୍ତର ଭିତରେ ଭକ୍ତି ଭୟ ନାହିଁ ତମେ ଯେତେ ଡେକୋରେସନ କରିବି ତାର କୌଣସି ଭ୍ୟାଲୁ ନାହିଁ। ଏଥିପାଇଁ ଆଜି ଆମେ ଏଇ ବଡ଼ ଦିନରେ ଯଦି ଯୀଶୁଙ୍କୁ ହରେଇ ଦେବା, ଆମ ସହ ତାଙ୍କର ସମ୍ପର୍କ ନଥିବ, ତାର କୌଣସି ମୂଲ୍ୟ ନାହିଁ। ଆମର ସବୁ କାର୍ଯ୍ୟକ୍ରମ ଅପେକ୍ଷା ଏ ପେଣ୍ଡାଲ ନଥାଉ, ଏ ଲାଇଟ୍ ନଥାଉ, ମାଇକ୍ ନଥାଉ, କିଛି ଆସେ ନାହିଁ। ଭକ୍ତିରେ ଆଉ ଭୟରେ, ସତ୍ୟରେ ଆଉ ଆତ୍ମାରେ ଯୁକ୍ତିଯୁକ୍ତ ଉପାସନା କରିବା ଆମମାନଙ୍କର ଆବଶ୍ୟକ ଅଛି। ଆମେନ୍ ଆମେନ୍। ଭକ୍ତି ଆଉ ଭୟରେ, ସମସ୍ତେ କହିବେ ଭକ୍ତି ଆଉ ଭୟ, ସତ୍ୟ ଆଉ ଆତ୍ମା, ସତ୍ୟ ଆତ୍ମାରେ ଯୁକ୍ତିଯୁକ୍ତ ଉପାସନା। ଭକ୍ତି ଆଉ ଭୟ, ସତ୍ୟ ଆଉ ଆତ୍ମା, ଯୁକ୍ତିଯୁକ୍ତ ଉପାସନା, ତାକୁ ପ୍ରଭୁ ଗ୍ରହଣ କରିବେ। ଆମେ କେତେ ନାଚିଲେ, ଆମେ କେତେ ଡେଇଁଲେ କିଛି ହେବ ନାହିଁ। এইটা অপেরা স্টেজ নাই, এটা হচ্ছে অগ্নির বেদী। এটি অগ্নি জ্বলুଛି ପ୍ରଭୁଙ୍କର ଅଗ୍ନି। ଭୁଲ ବସ୍ତ ଯଦି ଏଠି କୌଣସି ଭୁଲ ଭାଲ ହେଇଗଲା ପୋଡ଼ିଯିବ, ଯେମିତି ହାରଣ ଜାଜଙ୍କ ସମୟରେ ହେଇଥିଲା। ଏଥିପାଇଁ ଭକ୍ତି ଭୟ ଯଦି ନାହିଁ ଅନ୍ତର ଭିତରେ, ଆମେ କେତେ ପାଟିତୁଣ୍ଡ କଲେ ମଧ୍ୟ କୌଣସି ଲାଭ ନାହିଁ। ହଁ, ମୁଁ ଜାଣିଛି ଆମ ଯୁବା ଭାଇମାନେ ବହୁତ ପରିଶ୍ରମ କରିଛନ୍ତି, ମୋତେ କଣ୍ଟିନ୍ୟୁ କଣ୍ଟାକ୍ଟ କରୁଥିଲେ। ଆଉ ସେଦିନ ମୁଁ ତେରାବାଡ଼ି ମଧ୍ୟ ଆସିଥିଲି, ମୋତେ ଭେଟିଲେ, କଥାବାର୍ତ୍ତା କଲେ। ଆଉ ସେଇଠି ମୁଁ ଝିଅଙ୍କ ସହିତ କଥାବାର୍ତ୍ତା କରୁଥିଲି। ପିଲାମାନେ ନୂଆ ନୂଆ ଆରେଞ୍ଜମେଣ୍ଟ କରିଛନ୍ତି ତ ସେଟା ଟିକେ ଟିକେ ଗଡ଼ବଡ଼ ହେଉଛି। ଆରେଞ୍ଜମେଣ୍ଟ ଆରମ୍ଭରୁ ସେମିତି ହୁଏ। ଆହୁରି ଏତିକି ଭଲ ହେବ। ନେକ୍ସଟ ଇୟର ଡୁ ସମଥିଙ୍ଗ ବେଟର। ଓକେ, ଟେନସନ୍ ହେବ ନାହିଁ। କୁଲ୍ ମାଇଣ୍ଡରେ କାମ କର। ତମ ଭିତରେ ଟେନସନ୍ ହେଲେ ପ୍ରୋଗ୍ରାମ ତମର ଫେଲ୍ ହେଇଯିବ। ତମେ ଯାହା ବି କର, ଘଣ୍ଟେ 2 ଘଣ୍ଟା କର, ଡୁ ଇଟ୍ ବେଷ୍ଟ। ସୁନା ଗନ୍ଧ ରସ କୁନ୍ଦୁର ସୁବାସ ଧରିକି ଆସିଲେ, ଗିଭ୍ ଦ ବେଷ୍ଟ ଟୁ ଜିସସ୍ କ୍ରାଇଷ୍ଟ। ସିନେ ସୁନା କାହାକୁ କିଏ ଦିଏ? କୁନ୍ଦୁର, ଗନ୍ଧ ରସ, ସେଇଟା ପୁଣି ପୂର୍ବ ଦେଶର ପଣ୍ଡିତ ମାନେ ଆସୁଥିଲେ, ମହାଜ୍ଞାନୀ ମାନେ, ତାକୁ ଦେଲେ ଗୋଟେ ଗୁହାଳ କୁଣ୍ଡରେ। କୋଉ ମା ଅଛି ଜଗତରେ ଯିଏ ଗୁହାଳ ଘରେ ଛୁଆ ପ୍ରସବ କରିଛି? ଶୁଣିଛୁ କେବେ? ମୁଁ ମୋ ଜୀବନରେ କେବେ ଶୁଣି ନାହିଁ। ମୁଁ ଜଙ୍ଗଲ ପାହାଡ଼ ପର୍ବତରେ କାମ କରିଛି, ମେଟ୍ରୋପଲିଟାନ୍ ସିଟି ମାନଙ୍କରେ କାମ କରିଛି, ବଡ଼ ବଡ଼ ସିଟି ମାନଙ୍କରେ, ଅଡିଟୋରିୟମ ମାନଙ୍କରେ। ଆଉ ତଳେ ଶୋଇଛି, ବାରଣ୍ଡାରେ ଶୋଇଛି, ନଦୀ ପାଣି ପିଉଛି, ନାଳ ପାଣି ପ୍ଲାଟଫର୍ମରେ ଶୋଇଛି, ବସ୍ ଷ୍ଟାଣ୍ଡରେ ଶୋଇଛି। ଆଜି ପର୍ଯ୍ୟନ୍ତ ଶୁଣିନି ଗୋଟେ ମା ଗୁହାଳ ଘରେ ଛୁଆ ଜନ୍ମ ଦେବାଟା। ଏତେ ତଳକୁ ଯୀଶୁ ଚାଲି ଆସିଲେ, ସ୍ୱର୍ଗର ସିଂହାସନ ଛାଡ଼ିକି ସୁଠାମ ସୁନ୍ଦର ଜନ ମନୋହର ପରାତ୍ପରଙ୍କର ଅମର କୁମାର ଆସକେ ଆସ ଦେଖିବ ପରାଗ ଶୋଇଚିରେ ଶିଶୁ ଗୁହାଳ କୁଣ୍ଡରେ। ଗୁହାଳ କୁଣ୍ଡରେ ଆଉ କିଛି ନଥିଲେ ତାଙ୍କ ପାଇଁ ଜାଗା। ଏଠି ଲେଖା ହେଇଛି ବାଇବେଲରେ ଗୋଟେ ପଦ, ତାଙ୍କ ପାଇଁ ଜାଗା ନଥିଲା, ବସା ଘରେ ଜାଗା ନଥିଲା। ବେଥଲେହେମ ଜାଣି ନାହିଁ ଯେ ଜଗତର ସୃଷ୍ଟିକର୍ତ୍ତା, ବିଶ୍ୱ ବ୍ରହ୍ମାଣ୍ଡର ମାଲିକ, ସ୍ୱର୍ଗ ମର୍ତ୍ତ୍ୟ ପାତାଳର ପ୍ରଭୁ, ଅନାଦି ଅନନ୍ତ ବ୍ୟକ୍ତିତ୍ୱ ବେଥଲେହେମ ଭିଜିଟ୍ କରୁଛନ୍ତି। ଆଜି କିଏ ଜାଣେ ଏଇଠିକି ଯୀଶୁ ଭିଜିଟ୍ କରି ଆସିଥିବେ। ଅଦୃଶ୍ୟ ପରମେଶ୍ୱର, ଆତ୍ମରୂପୀ ପରମେଶ୍ୱର ଆପଣଙ୍କ ପାଖରେ ଠିଆ ହେଇଥିବେ। ଆପଣଙ୍କୁ ହୁଏତ ସେ ଆଶୀର୍ବାଦ କରିବା ପାଇଁ ଚାହୁଁଥିବେ। ଡୋଣ୍ଟ ମିସ୍ ହିମ୍। मी सोडी तरी निसत उस्ताने जी सुईदे आम्ही कोण जाणे भक्ति भୟରେ ଯଦି ହୃଦୟ ଖୋଲିକି ବସିବ ତାହେଲେ ପ୍ରଭୁ ଭିତରେ ଆସିବ। ଆମେ ଭୁଲ ପ୍ରାର୍ଥନା କରୁ କେବେ କେବେ ନାଇଁ କି? ବାଳକମାନେ ମଧ୍ୟ ଭୁଲ ପ୍ରାର୍ଥନା କରନ୍ତି।
हे प्रभु मो हृदय खोली दे। अरे तुमका भितर पटे कमाट बंद कर हृदय प्रभु केमती खोल देबे तुमको? प्रकाश वाक्य लेखा जाइछि आम्बे द्वार रे आघात करूछु 3 पर्वर 20 पदरे आम्ब स्वर शुणी जी द्वार फिटेइबो ता भितर को आमे जीवा। यीशु का भितर जबरदस्ती जानती नहीं, अंडरस्टैंड से काको जबरदस्ती करंती नहीं। से कने जे परि जे कही जे भी हो से जो देशर लोक हो जो भाषा सुभाषावादी गोरा कला धनी दरिद्र गरीब हीन पाठ पढ़ित पाठ न पढ़ विश्वास कथा बाबू विश्वास कथा स्वर्ग को लिंक हो विश्वास आ कौन से लिंक नहीं आमर धर्म कर्म तांगे पहुंची पारिबो नाही। यू कैन टच हिम बाय योर रिलीजियस एक्टिविटीज। प्रभु ठार अधिक धार्मिक कि आम प्रभु ठार आम अधिक धार्मिक कि नाई। एथिमे से जो महान धार्मिक राइचियस गॉड लेखा जो राइचियस गॉड धार्मिक परमेश्वर सृष्टिकर्ता मालिक पिता कर्ता प्रभु सदाप्रभु सन्याधिपति सदाप्रभु यावे परमेश्वर YHWH तांको ना उच्चारण करा जाई पारिबो नै। एवरी भाषा रे YH और WH तांको ना होची एटा ताको नुआ पेन रे लेखा जाय। जेतले हिब्रू लोक लेखन्ति से नाटा को नुआ पेन रे लेखन्ति और थोरे लेखिला पर से पेन आउट यूज करन्ति नै और से ना को लोक उच्चारण करन्ति नै। से यावे परमेश्वर जेहोवा बोली कहउछो यीशु हेके जन्म होले कोन लेखा है देखंतु। असम टॉपिक को जीवा मु कम समय नेबी जेहेतु रात्र समय आपन को मते फेरिबा को पड़िबो। ए देखंतु कोन लेखा है। मु 4 पद पढुची 4 पद जोटा प्रसंग रखा जायछि जो माने बाइबल के आनी छि के आनी नथिबे बाइबल जदि के आनी छि बाइबल देखा हाथ देखांतु नाही बाइबल टेके देखांतु। ओके गुड हां कुआड़े जाऊछ बाइबल धरिकी जाओ सल्टान धरिको तुम एकले एकले बोलुथे बोले पूरा तंटिया मारिबो तुम हैला। ईश्वरंक वाक्य जीवंत कार्य साधक प्राण आत्मार परिभेदक। ईश्वरंक वाक्य जीवंत लिविंग वर्ड ए वाक्य कथा कुहे ए बाइबलटा कथा कुहे एडी जीवन अछि आपनको पई मो पई आहार एटा ए जीवनर जल आत्मार जल एटा शोष मेंटेन देव कौन खाई देखु कि काल संपूर्ण हुए ईश्वर अपना पुत्र अपना निकटर निज पुत्र को प्रेरण कले से स्त्री जात हो व्यवस्था अधीन हेले जेपर से मूल्य दे व्यवस्था अधीन लोक मान मुक्त करती। 5 पदर द्वितीय अंश मु पढ़ुची पुणी आम्भे माने पुत्रत्वर अधिकार प्राप्त हो कहीं जीशु आसिले अति छोट कथा सरल कथा मु आपन कोनी मेषपालक माने रात्रि आसिले मेंढा जगुथिले दूत माने आसिले गीत गाइले बेतलहेम रे 3 जन पंडित माने दूर देशरु 2 वर्ष काल चली चली आसिले एई सब वर्णना मुखरे जाउने आमे संडे स्कूल शिखि शिखि आसीछु आ दीर्घ वर्ष होला 2000 वर्ष होला बड़ दिनर संवाद दीर्घ 2000 वर्ष होला ए संवाद में सुनी सुना मुझे संवाद रिपीट करने से कहानी आपने सब जानी पिला पचारे पिला सब कहे संडे स्कूल पिला आज देखिए कहीं जीशु आसे जीशु किए प्रकृतर किए से ये कौन 2000 वर्ष तल जीशु धरी तो ख्रीष्टाब्द आउ ख्रीष्टपूर्व अच्छे ना कि पृथ्वी बड़ बड़ शब्द अच्छे कि ऐतिहासिक मैंने कहीं डिसाइड कले मुझे कहीपरि ना ख्रीष्टाब्द और ख्रीष्टपूर्व BC और AD इतिहास केन्द्र बिंदु से बाइबल लिखा है पाठ न पढ़ी से पंडित से क्या ज्ञान शिक्षा दिखते लोक कहते ज्ञान शिक्षा बुलू तुम ये जाते आम देश रास्तार लोक कहते अरे पाठ न पढ़ी पंडित पंडित मान गुरु जी निकोदेम कहले हे परम गुरु स्वर्गर आगत परम गुरु सुपर मास्टर सुप्रीम मास्टर यू आर से ज्ञान शिक्षा करेंगे कि स्कूल को जाई नथिले जीशु तांगर बड़ी दुकान थिला तांगर सो मिल थिला काठ बिजनेस थिला तांगर बापा जागतिक बापा जोसेफ अतले पापिनी स्त्री को पत्थर धरिक मारुचंती असे आसिक जीशु को पाद तलक आसिक से पापिनी स्त्री इस्राएल रो पंडित माने धार्मिक नेता मान ताको मारुचंती पत्थर रे जीशु शरण मिला
ଯେତେବେଳେ ସେ ଯୀଶୁଙ୍କର ଶରଣ ନେଲା ସେମାନେ ଠିଆ ହେଇଗଲେ, କହିଲେ ଗୁରୁ ତାକୁ ହ୍ୟାଣ୍ଡ ଓଭର କରିଦେ ଆମକୁ, ତାକୁ ପଥରରେ ମାରିବ ନା, କାହିଁକି ବ୍ୟବସ୍ଥା ଲେଖା ହେଇଛି ଏଇଟା। ଏ ପ୍ରକାର ମନ୍ଦ କାମ କରିବା ଲୋକମାନଙ୍କୁ ପଥର ମାରିବା ପାଇଁ ଲେଖା ହେଇଛି। ଯୀଶୁ ତଳେ ଲେଖିଲେ ବୋଲି ଲେଖା ହେଇଛି, ଯୀଶୁ ଆଙ୍ଗୁଠିରେ ତଳେ ଲେଖିଲେ। ଯେ ସ୍କୁଲ ଯାଇନାହାନ୍ତି କଣଟା ଲେଖିଲେ? ହ୍ୟାଲୋ ଶୁଣୁଛୁ ତ? କିଏ ଶୁଣୁଛୁ? କାହିଁ ଦେଖିବା ನೆಗಡೆ ಬೆಂಜಿನ तो बेंजार आते पूछी है या डा नांगे दरिया बाबू बातें ना नस की जाती जाने नांग इत्तेकान बेंजार आएंगे ତମେ ଜ୍ଞାନ ଶୁଣିବ ମୋର କିଛି ଶୁଣିବ। ତଳେ ଲେଖିଲେ, ପାଠ ନ ପଢିଥିବା ଲୋକ ତଳେ ଲେଖୁଛନ୍ତି। ମୋର ଭାଇ ଭଉଣୀ ମାନେ ସେ କଣ ବୋଲି କହିଲେ ଜାଣିଛ କି? ତମାନଙ୍କ ଭିତରୁ ଯିଏ ପାପ କରିନାହିଁ ସେ ପ୍ରଥମେ ପଥର ମାରୁ। ବାବୁ ହାତୀ ଚୋରଣେ ମଧ୍ୟ ଚୋର, ଛୁଞ୍ଚି ଚୋରଣେ ମଧ୍ୟ ଚୋର। ଆଉ ପାପର ବେତନ ମୃତ୍ୟୁ। ବାଇବଲ କହୁଛି ପାପର ବେତନ ମୃତ୍ୟୁ ବୋଲେ ଏଇ ଜାଗତିକ ମୃତ୍ୟୁ ନାହିଁ, ନରକ, ନରକ ହେଲ୍। ପାପର ବେତନ ମୃତ୍ୟୁ। ଯେଉଁ ପ୍ରାଣୀ ପାପ କରେ ସେ ମରିବ ଲେଖା ହେଇଛି ବାଇବଲ। ଯେଉଁ ପ୍ରାଣୀ ପାପ କରେ ସେ ମରିବ। କିନ୍ତୁ ଏଇଟା ମଧ୍ୟ ବାଇବଲ ଲେଖା ହେଇଛି ଦୁଷ୍ଟର ମରଣରେ ପ୍ରଭୁଙ୍କର ସନ୍ତୋଷ ନାହିଁ। ଦୁଷ୍ଟର ମରଣରେ ପ୍ରଭୁଙ୍କର ସନ୍ତୋଷ ନାହିଁ। ମନୁଷ୍ୟ ଯଦି ଫେରିବ, ଅନୁତାପ କରିବ, ନିଜର ଭୁଲ ମାନିବ, ଅନୁତାପ କରି ପ୍ରଭୁଙ୍କ ଫେରିବ, ତାହେଲେ ପ୍ରଭୁ ତାକୁ ଗ୍ରହଣ କରିବେ, ତାକୁ କ୍ଷମା ଦେଇଦେବେ। ପ୍ରଭୁଙ୍କର ଆସିବାର ଉଦ୍ଦେଶ୍ୟ କଣ? ଏଠି ଦେଖନ୍ତୁ ଗୋଟେ ଛୋଟ କଥା ଲେଖା ହେଇଛି। ବାଇବଲର ଗୋଟେ ଗୋଟେ ଶବ୍ଦ, ଗୋଟେ ଗୋଟେ ଅର୍ଥ। ବାଇବଲ ନ ପଢିକି ବାଇବଲ ବିଷୟରେ କଥାବାର୍ତ୍ତା କରନ୍ତୁ ନାହିଁ। ଅନେକ ବାଇବଲ ଉପରେ କ୍ରିଟିସାଇଜ କରନ୍ତି, ସମାଲୋଚନା କରନ୍ତି, ଭୁଲ ଖୋଜନ୍ତି, ଅନେକ କଥା କରନ୍ତି। ତାକୁ ବାଇବଲର ବହୁ ଅକ୍ଷର ଜଣା ନଥାଏ। ଗୋଟିଏ ବିଷୟ କହିବା ପୂର୍ବରୁ ଆମେ ଜାଣିଛୁ କି ନାହିଁ ସେ ସବଜେକ୍ଟ, ଦେନ୍ ଲେଟ୍ ଅସ୍ ଟକ୍। ଆପଣ ଯୋଉ ବିଷୟ ଜାଣିନାହାନ୍ତି, ମୁଁ ଯୋଉ ବିଷୟ ଜାଣିନାହିଁ, ତାହେଲେ କହିବାର ମୋର ଅଧିକାର ନାହିଁ। ହ୍ୟାଲୋ ଶୁଣୁଛନ୍ତି ତ? ଯୋଉଟା ଆପଣ ଜାଣିନାହାନ୍ତି, ମୁଁ ଜାଣିନାହିଁ, ସେଇ ବିଷୟରେ କହିବାର ମୋର ଅଧିକାର ନାହିଁ, ଆପଣଙ୍କ ଅଧିକାର ନାହିଁ। ଆମେ ଅନେକ ସମୟରେ ଦୁଃସାହସ ଦଣ୍ଡ ପାପ ଓଭର କନଫିଡେଣ୍ଟ ହେଉ। ଯୋଉଟା ଜାଣିନୁ ତାକୁ ଆଲୋଚନା କରୁ। ଯୋଉଟା ଜାଣିନୁ, ଯୋଉ ବିଷୟ ଆମେ ଜାଣିନୁ ସେଇ ବିଷୟରେ ଆଲୋଚନା କରୁ। ଏଥିପାଇଁ ପ୍ରକୃତରେ ଯୀଶୁ ବିଷୟ ଜାଣିବା ପାଇଁ ହେଲେ ସେ କାହିଁକି ଜନ୍ମ ହେଲେ ଜଗତକୁ ଆସିଲେ, କାହିଁକି ଯୀଶୁ ହେଇକି କଣ ପାଇଁ ଦରକାର ଥିଲା, ସେଇଟା ଜାଣିବା ପାଇଁ ବାଇବଲ ପଢିବାକୁ ପଡିବ। ମୁଁ କହିଲି କି ସେ କହିଲା କି ସେ କହିଲା, ଇଏ ଲେଖିଲା କି କହିଲା। ଆଜିକାଲି ୟୁଟ୍ୟୁବରେ ମାଳ ମାଳ ବାହାରୁଛନ୍ତି ନା, ନାଇକି? ଲୋକମାନେ ବାଇବଲ ଛାଡିକି ୟୁଟ୍ୟୁବ ଭିତରେ ବସୁଛନ୍ତି। ଏଇଟା ଠିକ କଥା, ତା ଭିତରେ କେତେ ରଙ୍ଗ ଡକ୍ଟ୍ରିନ୍ ଅଛି, କେତେ ଭୁଲ ଶିକ୍ଷା ଅଛି ଆମେ ଜାଣିନୁ। ଖମିର ଟିକେ, ଖମିର ଅଟା ଗଦାକୁ ଖମିରମୟ କରିଦବ। ଟିକେ ସ୍ଲୋ ପଏଜନ, ଏତିକି ଟିକେ ଡ୍ରପ୍ ଟେ ପଏଜନ ଗୋଟେ କ୍ଷୀର ଡବାରେ ପକେଇ, କ୍ଷୀର ବୋଟଲରେ ପକେଇ ଦିଅନ୍ତୁ, ଗ୍ଲାସରେ ପକେଇ ଦିଅନ୍ତୁ, ହାଣ୍ଡିରେ ପକେଇ ଦିଅନ୍ତୁ, ସେଟା ପଏଜନ ହେଇଯିବ। ଏଥିପାଇଁ ଅନେକ ଭ୍ରାନ୍ତ ଶିକ୍ଷା ବର୍ତ୍ତମାନ ସମୁଦାୟ ପୃଥିବୀରେ ଚାଲିଛି। ମୁଁ କହୁନି ଏଇଠି ସେଠି, ସାରା ପୃଥିବୀରେ ଚାଲିଛି। ଯଦି ଭୁଲ ବସ୍ତୁ ଆମେ ଅଦରକାରୀ ଖାଦ୍ୟ ଖାଇଦେଲୁ, ବାସି ଖାଦ୍ୟ, ଆଉ ଫୁଡ୍ ପଏଜନ ହେଇଗଲା, ଝାଡା ବାନ୍ତି ହେବାଟା ନିଶ୍ଚୟ। ଏଥିପାଇଁ ଲୋକ ସ୍ଥିର କରିପାରୁନାହାନ୍ତି ଯେ କୋଉଟା ଠିକ କୋଉଟା ଭୁଲ। ଠିକ ଜାଗାରେ ପହଞ୍ଚି ପାରୁନାହାନ୍ତି, ବୁଝି ପାରୁନାହାନ୍ତି। ଆଉ ମନୁଷ୍ୟ ଭିତରେ ଗୋଟେ ନେଚର ରହିଛି, ଆମର ସହଜାତ ପ୍ରକୃତି, ଯଦି ନେଚୁରାଲ ଲ ଆମ ବଡିରେ ଅଛି, ସେଟା ଆମ ରକ୍ତରେ ଅଛି। ଆର୍ଗୁମେଣ୍ଟ କରିବାଟା, ନିଜକୁ ଜ୍ଞାନୀ ଦେଖେଇବାଟା। ମୁଁ ବହୁତ ଜାଣିଛି, ମୁଁ ସୁପର, ମୋଠୁ ଆଉ କେହି ଉପରକୁ ନାହାନ୍ତି। ଏଇ ଯୋଉ ଚିନ୍ତାଧାରା ମୋ ଭିତରେ, ଏଟା ଲୁସିଫର ସେମିତି କଲା, ସ୍ୱର୍ଗଟା ପ୍ରଭୁ ତା ଲାତ ମାରି ତଳେ ପକେଇଦେଲେ, ଆଉ ଶୈତାନ ହେଇଗଲା। ସେ ଆମେ ଜାଣିଛୁ ସମସ୍ତେ। କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଯୀଶୁ ଆସିଲେ। ବାଇବେଲ କହୁଛି କାଳ ସମ୍ପୂର୍ଣ୍ଣ ହୁଏ ଯୀଶୁ ଆସିଲେ। ଆଗରୁ କାହିଁକି ଆସିଲେ ନାହିଁ? ଏ 2000 ବର୍ଷ ତଳେ କାହିଁକି ଆସିଲେ? ତାପରେ 4000 ବର୍ଷ ଚାଲି ଯାଇଛି, ତାପରେ ଆସିଥାନ୍ତେ। ହେଲେ ଥିଲେ କୋଉଠି ଆସିଲେ କାହିଁକି? ଏ ଲେଖା ହେଇଛି ସେ କାଳ ସମ୍ପୂର୍ଣ୍ଣ ହୋଇ ଆସିଲେ। କାଳ ଆଉ ସମୟ, ସମସ୍ତେ କୁହନ୍ତୁ କାଳ ଆଉ ସମୟ। କାଳ ଆଉ ସମୟ, କାଳ ଆଉ ସମୟ କାହାର ଅଧୀନ? ବାଇବେଲ କଣ କୁହେ? ଆମେ ଓଡ଼ିଆ ଭାଷାରେ କହୁ ସମୟ ବହୁତ ବଳବାନ ବୋଲି କହୁଛୁ କି ନାହିଁ? ଆମେ ପାଠ ପଢିଲା ଗୋଟେ ଫିଲ୍ମ ବାହାରିଥିଲା, ସମୟ ବହୁତ ବଳବାନ। ସମୟ ଆପଣଙ୍କ ଅଧୀନରେ, ମୋ ଅଧୀନରେ ନାହିଁ। ସମୟ କାହାକୁ ଅପେକ୍ଷା କରେ ନାହିଁ। ହ୍ୟାଲୋ, ସମୟ କାହାକୁ ଅପେକ୍ଷା କରେ ନାହିଁ। ଜନ୍ମ କେତେବେଳେ ହେବ ମଣିଷ ସେ ଜାଣି ନାହିଁ, କି କେହି ବି ଜାଣି ନାହିଁ, ଡାକ୍ତର ବି ଜାଣି ନାହାନ୍ତି। କହିଦେବେ 5:45 ହେବ ବେଳେ ସେ 46 ହେଇଯିବ, ସେ ଟାଇମ ଦେଇଦେବେ। ଗୁରୁବାର ଦିନ ରାତି 11ଟା ପରେ ତମର ଡେଲିଭରି ହେଇଯିବ ମା।
ହେଇପାରେ ରାତି 11ଟା, କିନ୍ତୁ ଏକ୍ଜାକ୍ଟଲି ସେ ପିଲାଟା ଯେତେବେଳେ ଡ୍ରପ୍ କରିବ ଭୂଇଁରେ ବା ବେଡ୍ରେ, ସେଇଟା ତାଙ୍କ ନିର୍ଦ୍ଧାରଣ। ଆଉ ମରିବ କେତେବେଳେ ମଣିଷ ସେଇଟା ତ ତାଙ୍କ ନିର୍ଦ୍ଧାରଣ। ଆସିବାଟା ଯିବାଟା ତାଙ୍କ କ୍ୟାଲେଣ୍ଡର ଅନୁଯାୟୀ ହୁଏ। ଆଉ ପ୍ରତ୍ୟେକଟି ସେକେଣ୍ଡର ମଧ୍ୟ ମୂଲ୍ୟ ଅଛି, ପ୍ରତ୍ୟେକଟି ସେକେଣ୍ଡର ମଧ୍ୟ ମୂଲ୍ୟ ଅଛି। ମିନିଟ କଥା ମଧ୍ୟ ସେକେଣ୍ଡ। କାହିଁକି ଯୀଶୁ ଆସିବେ ମଣ୍ଡଳୀକୁ ନେବା ପାଇଁ ଚକ୍ଷୁର ପଲକରେ ଏକ ନିମିଷରେ, ଚକ୍ଷୁର ପଲକ ବୋଲି ପତା କେତେ ପଡୁଛି ସ୍ପିଡରେ, ସେତିକିରେ ମଣ୍ଡଳୀ ଉଠିକି ପଳେଇଯିବ, କୋଟି କୋଟି ଜନତା ଶୂନ୍ୟ ହେଇଯିବ ବାଇବଲ କହୁଛି। ଆଉ ଏଥିପାଇଁ ଏଇଠି ଆମେ ଦେଖୁଛୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ। ଗୋଟେ ବିଷୟ ଦେଖିବା ପାଇଁ ମୁଁ ଚାହୁଁଛି, ଆପଣମାନଙ୍କୁ ତ ବାଇବଲ ସୁବିଧା ନାହିଁ ଲାଇଟରେ ଦେଖିବା ପାଇଁ ବା ବାଇବଲ ହାତରେ ନାହିଁ, କିନ୍ତୁ ଶୁଣନ୍ତୁ ଦୟାକରି ଜ୍ଞାନ ଦେଇକି। ଶୁଣିବା ଦ୍ୱାରା ବିଶ୍ୱାସ ଜାତ ହୁଏ, ଶ୍ରବଣ ଦ୍ୱାରା ବିଶ୍ୱାସ ଜାତ ହୁଏ। ପ୍ରେରିତ କ୍ରିୟାର ବିବରଣୀ 1 ପର୍ବ 7 ପଦ, ଦୟାକରି ଶୁଣିବାକୁ ସମସ୍ତେ। କଣ ଲେଖା ହେଇଛି? ଯୀଶୁ ସ୍ୱର୍ଗକୁ ଗଲାବେଳେ ବା ଶ୍ରଦ୍ଧାଣ କଲାବେଳେ ଶିଷ୍ୟମାନେ ପଚାରିଲେ, ପ୍ରଭୁ ଆପଣ କଣ ଆଉ ଥରେ ଇସ୍ରାଏଲକୁ ରୋମିଓ ମାନଙ୍କ ହାତରେ ସମର୍ପଣ କରି ଯାଉଛନ୍ତି? ସେତେବେଳେ ରୋମିଓ ଲୋକମାନେ ଇସ୍ରାଏଲକୁ ଶାସନ କରୁଥିଲେ, ରୋମିଓ ଲୋକ ନାଇଁ କି? ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେଲେ ସେତେବେଳେ ମଧ୍ୟ ରୋମିଓ ଲୋକମାନେ ଶାସନ କରୁଥିଲେ। ଆଉ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ 25 ହଉ କି 26 ହଉ ଆମକୁ ଜଣା ଦରକାର ନାହିଁ। କଣ ଜଗତରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ଡେଟ୍ ଠିକ ଅଛି? କଣ ସମସ୍ତଙ୍କ ଡେଟ୍ ମନେ ଅଛି କି? ଆଏ ପାଠଶାଠ ପଢିଲା ପରେ ଆମର ବାପା ମା ବି କଣ କଲେ ଲେଖିଲେ ଡେଟ୍। ଆଗ ଯୋଉ ଲୋକମାନେ ଥିଲେ ଆମ ଅଞ୍ଚଳରେ ତ ଲୋକମାନେ ଇରପି ଡେଲ୍ତାନି ଗାଡି ଆତେ ପିଜୁ ଡେଲ୍ତାନି ଗାଡି କେତାଙ୍ଗ ହୁଏ ଗାଡି ଆତେ କହୁଛନ୍ତି ନା? ହଁ ଅଙ୍କ ଟାଇମରେ ଜନ୍ମ ହେଲେ ଶଙ୍କ ଟାଇମରେ ଜନ୍ମ ହେଲେ କହୁଛନ୍ତି। ମୁଁ ଏ ବିଷୟରେ ଡେଟ୍ କଥାଟା କରୁନାହିଁ, ମୁଁ ସମୟ କଥାଟା କରୁଛି। କଣ ସେ ସମୟ? ଯେତେବେଳେ ସେ ପଚାରେ ଆପଣ ଆଉ ଥରେ କଣ ଇସ୍ରାଏଲ ହାତରେ ସମର୍ପଣ କରି ଯାଉଛନ୍ତି କି? ସେତେବେଳେ ଲୋକମାନେ ଯୀଶୁ ଆସିଲେ, ଆଶ୍ଚର୍ଯ୍ୟ କର୍ମ କଲେ, ସମୁଦ୍ର ଉପରେ ଚାଲିଲେ, ଆନ୍ଧି ତୋଫାନକୁ ବନ୍ଦ କରିଦେଲେ, 5000 ଲୋକମାନଙ୍କୁ 5ଟା ରୁଟି 2ଟା ମାଛ ଭାଙ୍ଗି ଖୁଆଇଲେ, 12 ଟୋକେଇ ବଳିଲା, 4 ଦିନର ମୋଢା ଲାଜାରକୁ ଉଠେଇଲେ, ଡାକିଦେଲେ ଲାଜାର ବାହାରି ଆସିଲା, ମୃତମାନଙ୍କୁ ଉଠେଇଲେ, କୁଷ୍ଠୀମାନଙ୍କୁ ଶୁଚି କଲେ, ଅନ୍ଧମାନଙ୍କୁ ଚକ୍ଷୁ ଦେଲେ, ଲେଙ୍ଗରାମାନଙ୍କୁ ଚଲେଇଲେ କଥା କହିକି। ତାଙ୍କ ପଛରେ ହଜାର ହଜାର ଲୋକ ଯାଉଥିଲେ। ଆଜି ଆମ ଏ ମିଟିଂରେ ତ 300 ଲୋକ ବି ନାହାନ୍ତି। ଯୀଶୁଙ୍କ ମିଟିଂରେ ହଜାର ହଜାର ଲୋକ ଥିଲେ। ସେତେବେଳେ ମାଇକ୍ ନଥିଲା, ଷ୍ଟେଜ ନଥିଲା। ଏବେ ଆମ ଝିଅମାନେ ମା ମାନେ ନାଚୁଥିଲେ। ମୁଁ ପଚାରୁଥିଲି ଭାଙ୍ଗିବ ନାହିଁ ତ ଏଇଟା? ଏମିତି ଦୁଲକୁ ଦୁଲକୁ ନାଚୁଥିଲେ ଲୋକ। ମତେ ବହୁତ ଭଲ ଲାଗେ, କାଳେ ଆମେ ପଡିଯିବୁ ପରା। ଆରେ ସହଜେ ମୁଁ ବୁଢା ଲୋକ, ପଡିଗଲେ ଗଲା ମୋ ହାଡ଼ ଭାଙ୍ଗିବ। ସେଥିପାଇଁ ଷ୍ଟେଜ ଯଦି କରିବ, ନାଚିବାର ପ୍ଲାନ୍ ଥିଲେ ଭଲ ଷ୍ଟେଜ କରିବ, ନହେଲେ ଯଦି ପଡିବ ପରେ ଅସୁବିଧା ହବ। ଏଥିପାଇଁ ଏଇଟା ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟଟେ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେବା ବିଷୟ ସମୟ ଅତି ଗୁରୁତ୍ୱପୂର୍ଣ୍ଣ। ଏଠି ଲେଖାଯାଇଛି ଯେ ଇସ୍ରାଏଲ ଲୋକମାନେ ଯୀଶୁଙ୍କୁ ପଚାରିଲେ, ଯଦି ସ୍ୱର୍ଗକୁ ଯାଉଛନ୍ତି, ସମସ୍ତଙ୍କ ସାମ୍ନାରେ ଶ୍ରଦ୍ଧାଣ କଲେ, ଲେଖା ହେଇଛି ବାଇବଲରେ। ଆଉ 2 ଜଣ ପୁରୁଷ ଓହ୍ଲେଇଲେ ତଳକୁ ସ୍ୱର୍ଗରୁ। ସେମାନେ କହିଲେ, ଯୋଉ ଯୀଶୁ ଯିବାର ତମେ ଦେଖୁଛ ସେ ଯୀଶୁ ଆସିବ। ବାଇବଲରେ ଯୀଶୁଖ୍ରୀଷ୍ଟଙ୍କର ଆଗମନର 2ଟା କଥା ଅଛି। ଜନ୍ମ ହେଲେ ଥରେ, ପରିତ୍ରାଣ ଦେବା ପାଇଁ ମାନବ ସମାଜ ପାଇଁ, ଆଉ ଜଗତକୁ ବିଚାର କରିବା ପାଇଁ ଦ୍ୱିତୀୟ ଆଗମନ ତାଙ୍କର। 2 ଥର ତାଙ୍କର ଆଗମନ। ଆଗମନ ଶିଶୁ ହେଇକି, ମଣିଷ ରୂପ ଧାରଣ କରିକି, ରକ୍ତ ମାଂସ ଧାରୀ ମନୁଷ୍ୟ ହେଇକି, ଆପଣଙ୍କ ଭଳିଆ ମୋ ଭଳିଆ ମଣିଷ ହେଲେ, ଏମିତି ଆଗ 5 ଫୁଟ 6 ଫୁଟ ଉଚ୍ଚା ହେଇଥିବେ, 60 କେଜି 70 କେଜି ଓଜନ ଥିବ, ତାଙ୍କୁ ଭୋକ ହଉଥିଲା, ଶୋଷ ହଉଥିଲା, ମଣିଷ ହେଇକି ଜନ୍ମରେ ଯାହା ହେବା କଥା ସବୁ ହଉଥିଲା। ସ୍ୱୟଂ ଈଶ୍ୱର ଥିଲେ। ତାଙ୍କ ନାମ ହଉଛି ଇମାନୁଏଲ, ନାଇଁ କି? କଣ ସମସ୍ତେ କୁହନ୍ତୁ କଣ ଇମାନୁଏଲ? ଇମାନୁଏଲ ଶବ୍ଦର ଅର୍ଥ କଣ? ଆମ ମାନଙ୍କ ସହିତ ଈଶ୍ୱର। ଲୋକ ଯୁକ୍ତି କରିଥିଲେ, ଜିସସ୍ ଇଜ ଗଡ୍। ଯୀଶୁ କଣ ଈଶ୍ୱର କି? ପ୍ରଶ୍ନ ପର୍ଯ୍ୟନ୍ତ ଲୋକ ୟେସ୍ ଈଶ୍ୱର। ଇମାନୁଏଲ ଅର୍ଥ ଆମ୍ଭ ମାନଙ୍କ ସହିତ ଈଶ୍ୱର। ହି ଇଜ ଗଡ୍। ଈଶ୍ୱର ଅଟନ୍ତି। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ, ସେ ବାକ୍ୟ ପରମେଶ୍ୱର ଥିଲେ। ଯଦି ବାକ୍ୟ ମୁଖରେ ଯେ ପ୍ରଭୁ କଥା କହୁଥିଲେ, ଆତ୍ମରୂପୀ ପରମେଶ୍ୱର କଥା କହୁଥିଲେ, ସେ ନିଜେ ପରମେଶ୍ୱର ଥିଲେ। ଏକ ମନୁଷ୍ୟର ବ୍ୟକ୍ତିତ୍ୱ ତା କଥା ଦ୍ୱାରା ପ୍ରକାଶିତ ହୁଏ। ମୁଁ ଯାହା କହିବା ପାଇଁ ଚାହୁଁଛି, ମୋ ମୁଖ ଦେଇ ତାହା ପ୍ରକାଶ କରୁଛି। ସେ ବାକ୍ୟ ଈଶ୍ୱର ଥିଲେ। ସେ ମୂଷାକୁ କଥାବାର୍ତ୍ତା କରୁଛନ୍ତି, ତାଙ୍କୁ ପଚାରେ ଆପଣଙ୍କ ନାଁଟା କଣ? ମୂଷା ପଚାରିଥିଲା,
ସେ କ'ଣ କରେ? ଆମ୍ଭେ ଯେ ଅଛୁ ସେ ଅଛୁ। ତାଙ୍କ ନା I am the I am. I am the great I am. I am the I am। ସେ କରେ ତାଙ୍କ ନାଁ ହେଉଛି ଏଇଟା। ସେ କରେ ଏଇ ନାମରେ ଅନନ୍ତ କାଳ ପର୍ଯ୍ୟନ୍ତ ମୁଁ ଜଣାଯିବି। ସୈନ୍ୟାଧିପତି ସଦା ପ୍ରଭୁ, ଜିହୋଭା ରାଫା, ଜିହୋଭା ସାମା, ଜିହୋଭା ଜାଇରା, ଜିହୋଭା ତଲେମ୍, ଜିହୋଭା ଜାଇରା, ଯୀଶୁ ପ୍ରଭୁ, ଖ୍ରୀଷ୍ଟ, ସଦା ପ୍ରଭୁ, ସୈନ୍ୟାଧିପତି ପ୍ରଭୁ। କ'ଣ କ'ଣ କେତେ ନାଁ ବାଇବେଲରେ ତାଙ୍କର ଶହ ଶହ ନାଁ ଅଛି। ଆଦି ଅନ୍ତ, କ କ୍ଷୟ ଆଲଫା ଓମେଗା, କେତେ ନାଁ ଅଛି। କିନ୍ତୁ ତାଙ୍କ ନାଁ ହେଉଛି ଆଇ ଆମ୍ ଦି ଆଇ ଆମ୍। ଆଇ ଆମ୍ ହେଉଛି ପ୍ରେଜେଣ୍ଟ ଟେନ୍ସ, ବର୍ତ୍ତମାନକୁ ବୁଝାଏ। କାଲି ବି ସେ ଆଇ ଆମ୍, ଆଜି ମଧ୍ୟ ଆଇ ଆମ୍, ଆସନ୍ତା କାଲି ମଧ୍ୟ ସେ ଆଇ ଆମ୍। ଆଇ ୱାଜ୍, ଆଇ ୱିଲ୍ ବି, ସେ କହୁନାହାନ୍ତି ଆଇ ଆମ୍, ମୁଁ ଆମ୍ଭେ ଆମ୍ଭେ ଅଟୁ। ତାଙ୍କ ନାଁ ହେଉଛି ଏଇଟା। ଯେତେବେଳେ ଯୀଶୁ କଥା କହିଲେ ସେ କହିଲେ ଆମ୍ଭେ ପଥ ସତ୍ୟ ଜୀବନ। ସେ ଆମ୍ଭେ କହିଲେ ରକ୍ତ ମାଂସଧାରୀ ମନୁଷ୍ୟ। ଏକ ସ୍ପଷ୍ଟ ରାତିରେ ମନେ ରଖନ୍ତୁ ମୋର ଭାଇ ଭଉଣୀ ମାନେ ଆଉ ମୋର ପୁଅ ଝିଅ ମାନେ, ଯୀଶୁ ଖ୍ରୀଷ୍ଟ ଶତକଡ଼ା 100% ଈଶ୍ୱର ଥିଲେ, ଶତକଡ଼ା 100% ମଣିଷ ଥିଲେ। କାହିଁକି ମଣିଷ ହେଲେ? ମଣିଷକୁ ଦହଲା କାଦରୁ ଉଦ୍ଧାର କରି ସ୍ୱର୍ଗକୁ ନେବା ପାଇଁ ଯୀଶୁ ଜଗତକୁ ଆସିଥିଲେ। ସେ କୌଣସି ନୂଆ ଧର୍ମ ପ୍ରଚାର କରିବା ପାଇଁ ଆସିନଥିଲେ। ସେ ଧର୍ମ ପ୍ରଚାରକ ନୁହନ୍ତି, ଏକଥା ସ୍ପଷ୍ଟ ଜାଣ। ନଟ୍ ଏ ପ୍ରିଚର। ସେ ଶିକ୍ଷା ଦେଉଥିଲେ। ସେ ନିଜେ ମଣିଷ ହେଇକି ଜନ୍ମ ହେବାରୁ ତାଙ୍କୁ ମନୁଷ୍ୟ ପୁତ୍ର କୁହାଗଲା। ଗୋଟେ ଘରେ ଜନ୍ମ ହେଲେ ତ ପୁତ୍ର ହେବ ନା, ପୁଅ କି ଝିଅ ତ ହେବ ନା। ସେ ମରିୟମଙ୍କ ଗର୍ଭରୁ ଜନ୍ମ ନେଇ, ମାତା ମରିୟମଙ୍କ କନ୍ୟାକୁମାରୀଙ୍କ ଗର୍ଭରୁ ଜନ୍ମ ହେଲେ, ଏଟା ତାଙ୍କୁ ପୁତ୍ର କୁହାଗଲା। ଏମିତି ତ ବିନା ପୁତ୍ର କି କନ୍ୟା ନଥାଇକି ହେଇପାରିବ କି? ଏଥିପାଇଁ ଯେତେବେଳେ ସେ ଜଗତରେ ଜନ୍ମ ହେଲେ ଏକ ବିଚିତ୍ର ସମସ୍ୟା ଥିଲା। କାଳ ସମ୍ପୂର୍ଣ୍ଣ କୁହନ୍ତି। କ'ଣ କାଳ? ଦେଖନ୍ତୁ ଏଠି 7 ପଦ ଲେଖାଯାଇଛି। ଯେତେବେଳେ ସେ ପଚାରୁଛନ୍ତି ଇସ୍ରାଏଲ କ'ଣ ଆପଣ ଆଉ ଥରେ ଅନ୍ୟମାନଙ୍କ ହାତରେ ସମର୍ପଣ କରିକି ଯାଉଛନ୍ତି କି? ସେତେବେଳେ ସେ କହୁଛନ୍ତି, ସେ ସେମାନଙ୍କୁ କହିଲେ ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି। ପିତା କହିଲେ ଈଶ୍ୱରଙ୍କୁ ବୁଝାଏ, ପିତା ପରମେଶ୍ୱର, ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ। ତାହା ତୁମମାନଙ୍କର ଜାଣିବାର ବିଷୟ ନୁହେଁ। କାଳ ଆଉ ସମୟ, ସିଜନ୍ ଏଣ୍ଡ ଟାଇମ୍। ଇଂରାଜୀରେ କିଙ୍ଗ ଜେମ୍ସ ଭର୍ସନ ଲେଖା ସିଜନ୍ ଏଣ୍ଡ ଟାଇମ୍ ବିଲଙ୍ଗ ଟୁ ଗଡ୍। ପରମେଶ୍ୱରଙ୍କ ହାତରେ ସମୟ ଆଉ କାଳ। ସେ ଘଡ଼ି ବାନ୍ଧନ୍ତି ନାହିଁ। ତାଙ୍କର ରାଜସିଂହାସନ ପଛପଟେ କି ତାଙ୍କ ଦରବାରରେ କ୍ଲକ୍ ନାହିଁ, ଘଣ୍ଟା ନାହିଁ। ସେ ଅନାଦି ଆଦି ନାହିଁ। ଆଦ୍ୟରେ ପରମେଶ୍ୱର ଆକାଶ ମଣ୍ଡଳ। ଆଦ୍ୟ ବୋଲେ କେବେ ସେଇଟା? ୱି ଡୋଣ୍ଟ ନୋ। ଯୀଶୁଙ୍କର ଜନ୍ମ ତ ବେଥଲେହେମରେ ହେଲା 2000 ବର୍ଷ ତଳେ। ମିଖା 5:2 କ'ଣ ଲେଖାଇ ବାବୁ? ମିଖା 5:2 କେବେ ଯଦି ହାତରେ ମାଇକ୍ ଧରି ମୋତେ ସାହାଯ୍ୟ କଲେ ଭଲ ହୁଅନ୍ତା କହିବା ପାଇଁ। ମିଖା 5:2 କ'ଣ କହି ଯିଏ ଭଲରେ ପଢ଼ିପାରିବ, ୟାର ନାହିଁ, ତରତର ନାହିଁ। ମିଖା 5:2 ଜଲ୍ଦି ପଢ଼, କିଏ ଯଦି ପାଉଛି। ମିଖା 5:2 ପାଇଲେ କି? ହଁ ମୁଁ ପଢ଼ି ଦେଉଛି। ମାତ୍ର ହେଇପାରୁଥିଲୁ ଉଗ୍ରତା ନା ଦିଅନ୍ତୁ, ଯିଏ ସ୍ପଷ୍ଟ ପଢ଼ିପାରିବ କମା ସେମିକରଣ ଦେଖିକି। ମାତ୍ର ହେ ବେଥଲେହେମ ଇଫ୍ରାତା, ଉଫ୍ରାତା, ଜିହୁଦାର ସହସ୍ର ଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, କ୍ଷୁଦ୍ର ଯେ ତୁମ୍ଭେ, ତୁମ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ। ପୁରାତନ କାଳରୁ ଅନାଦି କାଳରୁ ତାଙ୍କର ଉତ୍ପତ୍ତି ହୋଇଅଛି। ବେଥଲେହେମରେ ସିନା ଜନ୍ମ ହେଲେ 2000 ବର୍ଷ ତଳେ, ତାଙ୍କର ଉତ୍ପତ୍ତି ଅନାଦି କାଳ। ହ୍ୟାଲୋ, ଶୁଣୁଛି? କିଏ ଶୁଣୁଛି? ବେଥଲେହେମରେ ଜନ୍ମ ହେଲେ 2000 ବର୍ଷ ତଳେ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଯିଶାଇ କହିଲେ 700 ବର୍ଷ ପୂର୍ବର ଘଟଣା। ଯୀଶୁ ଜନ୍ମ ହେବାର 700 ବର୍ଷ ପୂର୍ବର ଘଟଣା। ଯିଶାଇ ଭବିଷ୍ୟତ ବକ୍ତା ପ୍ରଫେଟ ଆଇଜାୟା କହିଥିଲେ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଛନ୍ତି। କୋଉଠି ଲେଖାଯାଇଛି? ଯିଶାୟା 9:6-7 ପାଦ। ଏଠି କ'ଣ ଲେଖାଇ ଦେଖନ୍ତୁ, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ କହିଲେ ଦେଖ ଲେଖାଇଛି ମୋ ପ୍ରିୟ ଭାଇ, ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ।
ଫ୍ୟୁଚର ହେବେ ବୋଲି ଫ୍ୟୁଚର ବୁଝୁଛି। ପୁରାତନ ତାଙ୍କର ଉତ୍ପତ୍ତି କେବେ? ପୁରାତନ କାଳରୁ, ଓଲ୍ଡ ଟାଇମ୍, ଏନିସେଣ୍ଟ ଟାଇମ୍। ପୁରାତନ କାଳ ବୋଲେ ମୁଁ ଜାଣିନି, ଆପଣ କେହି ଜାଣିନାହାନ୍ତି, ବାଇବେଲର ପଣ୍ଡିତ ସ୍କଲାର ମାନେ ବି ଜାଣିନାହାନ୍ତି କେବେ ସେଟା ପୁରାତନ କାଳ। ପୁରାତନ କାଳରୁ, ଅନାଦି କାଳରୁ, ଆଦି ଯୋଉ କାଳର ଆଦି ନାହିଁ, ଆରମ୍ଭ ନାହିଁ, ସେଇ କାଳରୁ ତାଙ୍କର ଉତ୍ପତ୍ତି। ଜିସାୟ 9କୁ ଆସନ୍ତୁ, ଦୟାକରି ଖୋଲନ୍ତୁ ମୋ ସହିତ। ଆଜ୍ଞା ଜିସାୟ ଖୋଲନ୍ତୁ ଦୟାକରି 9 ପର୍ବ ଆଉ ପଢନ୍ତୁ ଦୟାକରି। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଆମମାନଙ୍କୁ ଜଣେ ପୁତ୍ରଙ୍କୁ ଦିଆଯାଇଛି ଜଗତରେ, ସେ ପୁତ୍ର ହେଇକି ଜନ୍ମ ହେଲେ ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱର ଭାର ଥୁଆଯିବ। ଏଇଟା ପାଖାପାଖି 600 ବର୍ଷ ପୂର୍ବରୁ ଲେଖା ହେଇଛି, ଯୀଶୁଙ୍କ ଜନ୍ମ ହେବାର ପାଖାପାଖି 700 ବର୍ଷ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ତାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ମନ୍ତ୍ରୀ, ପରାକ୍ରାନ୍ତ, ପରାକ୍ରାନ୍ତ, ପରମେଶ୍ୱର। ପରମେଶ୍ୱର, ହଁ ଅନନ୍ତକାଳୀନ ପିତା, ଶାନ୍ତି ରାଜା ହବ। ଧ୍ୟାନ ଦିଅନ୍ତୁ, 6 ପଦ ବୁଝିବା ପାଇଁ ଚେଷ୍ଟା କରିବା ସମସ୍ତେ। ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଅତି ସିମ୍ପଲ ଭାଷାରେ ଆପଣଙ୍କୁ ବୁଝିଲା ଭଳି, ମୋ ବୁଝିଲା ଆମ ଘରେ ପୁଅଟେ ଜନ୍ମ ହେଲା ବୋଲି ଯେମିତି କହୁଛୁ, ଆମ ପାଇଁ ଏକ ବାଳକ ଜନ୍ମି ଅଛନ୍ତି। ଆମ ଘରେ ଝିଅଟେ ଜନ୍ମ ହେଲା, ସେ ଘରେ ପୁଅଟେ ଜନ୍ମ ହେଲା, ତାଙ୍କ ଘରେ ଝିଅଟେ ଜନ୍ମ ହେଲେ ଯେ କହୁଛୁ, ସେମିତି ଏକ ଯୀଶୁଙ୍କର ଜନ୍ମ କଥା ଲେଖା ହେଇଛି ବାଇବେଲରେ। ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇ ଆମକୁ ଦିଆଯାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ପଠେଇଲେ ପିତା ପରମେଶ୍ୱର, ବା ସେ ନିଜେ ସ୍ୱୟଂ ପିତା ପରମେଶ୍ୱର ପୁତ୍ର ହେଇକି ଜଗତକୁ ଆସିଥିଲେ। ଏଥିପାଇଁ ଆସିଲେ ଆପଣଙ୍କ ପାଇଁ, ଆମ୍ଭମାନଙ୍କ ନିମନ୍ତେ। ସମସ୍ତେ କହିବେ ଆମ୍ଭମାନଙ୍କ ନିମନ୍ତେ। କାହା ପାଇଁ ନାହିଁ? ଆପଣଙ୍କ ପାଇଁ ଦିଆହେଇଛନ୍ତି ଯୀଶୁ ଖ୍ରୀଷ୍ଟ। ଏଇଟା ଖ୍ରୀଷ୍ଟିଆନ ମାନଙ୍କ ପାଇଁ ନାହିଁ, ଭୁଲ, ଏଇଟା ଭୁଲ ଧାରଣା ଲୋକଙ୍କ। ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟିଆନ ମାନଙ୍କ ପ୍ରଭୁ ନୁହନ୍ତି, ସେ ସର୍ବ ଜଗତର ପ୍ରଭୁ। ଯୌନ 3:16 କଣ ଲେଖା ହେଇଛି? କାରଣ ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ, ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ ଦେଲେ। କାହିଁକି ଦାନ ଦେଲେ? ବଳିଦାନ କରିବେ କୃଷ ଉପରେ, ପାପାର୍ଥକ ବଳି, ସାକ୍ରିଫାଇସ୍, ରିଡିମସନ କରିବା ପାଇଁ, ତାଙ୍କୁ ବଳି କରିବା ପାଇଁ। ଏଥିପାଇଁ ତାଙ୍କୁ ପଠାଇଲା, ଯେପରି ଯେ କେହି ତାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ସ୍ୱର୍ଗରେ ଅନନ୍ତ ଜୀବନ, ଯେଉଁ ଜୀବନର ଅନ୍ତ ନାହିଁ, ପ୍ରଚୁର ଜୀବନ, ଆବଣ୍ଡାଣ୍ଟ ଲାଇଫ ପାଇବ। এই 50 দিন, এই 50 ବର୍ଷ, 100 ବର୍ଷ, 60 ବର୍ଷ ଜୀବନ ପାଇଁ ବିଶ୍ୱାସ ନଥିଲେ ବାପା, ଅନନ୍ତ ଜୀବନ ଦେବା ଆସିଥିଲେ। କାହାକୁ ଦରକାର ନାହିଁ ସ୍ୱର୍ଗ ରାଜ୍ୟ। ମୁଁ ବହୁତ ବଡ଼ ବଡ଼ ସମାଧି ଦେଖିଛି ମୋ ଜୀବନରେ, ପ୍ରଭୁଙ୍କ ଅନୁଗ୍ରହରେ ଅତି ନମ୍ରତା ସହିତ ସବୁ ଜାଗାରେ ଲେଖା ମୁଁ ଦେଖିଛି, ସ୍ୱର୍ଗ ତ ଅମୁକ ଲେଖା ହେଇଛି। ତମେ କିଏ କିଏ ଦେଖିଛ ନା ସ୍ୱର୍ଗ ତ ଲେଖିବା? ଦେଖିଛ? ଦେଖିଛ ସ୍ୱର୍ଗ ତ ଲେଖି ଦେଖିଛ? ଦେଖିଛ କୋଉଠି ନରକ ତ ଲେଖିବା ନାହିଁ? ସମସ୍ତେ ସ୍ୱର୍ଗ ପଳେଇଲେ। ଚୋର, ଖଣ୍ଟ, ଡକାୟତ, ନାରୀ ଧର୍ଷଣ କରୁଥିବ, ପାପ କରୁଥିବ, ଲୋକଙ୍କୁ ହତ୍ୟା କରୁଥିବ, ଅନ୍ୟାୟ ଅତ୍ୟାଚାର କରୁଥିବ, ସେ ସମସ୍ତ ସ୍ୱର୍ଗ ଗୋଟେ ଦଙ୍ଗା କରିବାର ଜାଗା, ସ୍ୱର୍ଗ ଗୋଟେ ଗୁଣ୍ଡାଗର୍ଦି କରିବାର ଜାଗା, ଅନ୍ୟାୟ କରିବାର ଜାଗା, ଯେ ସେ ସ୍ୱର୍ଗକୁ ସମସ୍ତେ ପଳେଇଲେ। হ্যাঁ, প্রভু ধার্মিক লোক ଯାଇପାରିବେ। ସ୍ୱର୍ଗ ତ ଲେଖାଏ, ନରକ ତ କୋଉଠି ମୋତେ ଦେଖାଯାଏ। ତା ତ ସମସ୍ତେ ଚାହାନ୍ତି ସ୍ୱର୍ଗ ଯିବା ପାଇଁ, ଦୁଷ୍ଟ ସନ୍ଥ ସମସ୍ତେ। Everyone wants to go to heaven, including you and me. ଆମେ ସବୁ ଯିବା ପାଇଁ ଚାହୁଁଛୁ ସେ ଜାଗା। ଦୁଷ୍ଟକୁ ମୋତେ ପଚାର, ମୁଁ ମାନଙ୍କର ସିଗାରେଟ୍ ଆଣି, ମୋ ବାପା ସିଗାରେଟ୍ ଆଣି ଇଞ୍ଜିନିୟର ଥିଲେ ମୋ ବାପା, ସେତେବେଳେ 58 ସାଲରେ ମୋତେ କ୍ୟାନ୍ସର ହେଲା, ତାଙ୍କ ଏଇଟା ସବୁ ସରିଗଲା। ଏଇଠି ଜଣେ ଅତି ପ୍ରାଚୀନ ସମାନସ୍ପଦ ବାପା ଥିଲେ, ଯାହାଙ୍କ ନାମ ଯାଦବପୁର, ଆପଣ ଜାଣିଥିବେ, MLA, ମୋ ବାପାଙ୍କର କ୍ଲୋଜ ଫ୍ରେଣ୍ଡ। ସେ ଆମ ଘରକୁ ଆସୁଥିଲେ, ଆଉ ତାଙ୍କ ସେ ବାପା ଆସିକି ଏଇଠି ମଧ୍ୟ ରହୁଥିଲେ। ସେ ବଞ୍ଚିଥିଲା ବେଳେ ମୁଁ 3-4 ଥର ତାଙ୍କୁ ଭେଟିଥିଲି, ବନ୍ଧୁ। ଆଉ ମୋ ବାପାଙ୍କର ଡେଥ୍ କେମିତି ଜାଣିଛୁ? ଗୋଟେ ହସ୍ପିଟାଲ ହେଲା, କ୍ୟାନ୍ସର ଟ୍ରିଟମେଣ୍ଟ ନଥିଲା। 58 ସାଲ, ମୋତେ 7 ବର୍ଷ ବୟସ ହେଇଥିଲା ମୋ ବାପା ମରିଗଲା କ୍ୟାନ୍ସରରେ। ମୁଁ ପବ୍ଲିକଲି କହୁଛି, ନିଶାଦ୍ରବ୍ୟ ଭୟଙ୍କର ବିଷ, ଆତ୍ମାକୁ ତ ମାରିଦେବ, ଶରୀରକୁ ମଧ୍ୟ ମାରିଦେବ। ହେଲେ ମୋର କହିବାର ଅର୍ଥ ହେଉଛି, ସମସ୍ତେ ଚାହାନ୍ତି, ଯଦି ମୁଁ ସିଗାରେଟ୍ ଟାଣୁଛି ବା ମୁଁ କ'ଣ ଗୋଟେ ମଦ୍ୟପାନ କରୁଛି, ଗୋଟେ ଖରାପ କାମ କରୁଛି, ମୁଁ ଚାହିଁବି କି ଯେ ମୋ ପୁଅ ମଧ୍ୟ ସେମିତି ହେଉ? ଚାହିଁବି କି? ଆଜ୍ଞା, ଆପଣ ମନେକର ମନ୍ଦ ଭାଷାରେ ଗାଳି କରୁଛନ୍ତି ଲୋକଙ୍କୁ, ଆପଣ ଚାହିଁବେ ଆପଣ ପୁଅ ମନ୍ଦ ଭାଷାରେ ଗାଳି କର? ନିଜେ ମନ୍ଦ ହେଲେ ମଧ୍ୟ ଆମେ ଚାହୁଁଛୁ ଆମ ପୁଅ ଝିଅ ଭଲ ହୁଅନ୍ତୁ। ଆଜି ତ ଓଲଟା ହେଉଛି, ଯେତେ ଭୁଲ ହେବ, ଅନ୍ୟାୟ ହେବ, ଆମେ ତାକୁ ସପୋର୍ଟ କରୁଛୁ।
ସମର୍ଥନ କରୁଛି। ଦୁଃଖଦାୟକ। ଏଥିପାଇଁ ସମସ୍ତେ ଚାହାନ୍ତି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ଅନନ୍ତ ରାଜ୍ୟ ବୋଲି ଯୋଉଟା ଅନ୍ତ ନାହିଁ, ଅନନ୍ତ ରାଜ୍ୟ ସେଟା ଅଲଗା ରାଜ୍ୟ। ସେ ବିଷୟରେ କହିବା ମୋର ସମୟ ନାହିଁ। এই তো মতে কুনা বাবু কৌଥିଲେ প্রকাশ তো বাক্য কিছু কুহନ୍ତୁ আগমନ ସମୟ কোটা ବୋଲି କହିବି ତ ଆପ ଘଣ୍ଟେ ଟାଇମ୍ ଭିତରେ କ'ଣ ଯୀଶୁ ଜନ୍ମର କଥା ଯୀଶୁ କିଏ ସେଟା କହିବା ପାଇଁ ମତେ ଗୋଟେ 40 ମିନିଟ୍ ଲାଗିବ ନା। ଏନି ହଉ ପ୍ରଭୁ ଆସିବେ। ସେ ବି ଯାହା ନା କାହିଁକି ଦେଖନ୍ତୁ, ଯୋଉ ପୁତ୍ର ଦତ୍ତ ହୋଇଛନ୍ତି ତାହାଙ୍କ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ଥୁଆଯିବ। ଏଇ ଶୁଣୁଛୁ ନା, ଯିଏ ଜନ୍ମ ହେବେ ତାଙ୍କର କାନ୍ଧରେ ଶାସନର ଭାର ଦିଆଯିବ। এই যেমনি জগতের গভর্নমেন্ট চালিଛି, ଆମ ଦେଶରେ ବିଭିନ୍ନ ଗଭର୍ନମେଣ୍ଟ ଚାଲିଛି, ପ୍ରଶାସନ ଚାଲିଛି ନା। ନହେଲେ ଦେଶ କେମିତି ଚାଲିବ? ଗୋଟେ ସମ୍ବିଧାନ, ଗୋଟେ ଗଭର୍ନମେଣ୍ଟ, ଗୋଟେ ଶାସନ ରହିଛି, ନହେଲେ ଦେଶ ଗୁଡାକ ଶାନ୍ତି ଶୃଙ୍ଖଳା କେମିତି ରକ୍ଷା କରିବ? କେମିତି ଚାଲିବ? ଲୋକମାନେ ବଞ୍ଚିବେ କେମିତି? କିନ୍ତୁ ବାଇବଲ କହୁଛି ତାଙ୍କ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ଥୁଆଯିବ, ଶାସନର ଭାର ଦିଆଯିବ। ଆଉ କ'ଣ ହେବ ସେଇଠି? ତାହାଙ୍କ ନାମ ହଉଛି ଆଶ୍ଚର୍ଯ୍ୟ। ଆମେ ଅନେକ ସମୟ ପଢିଲେ ଭୁଲରେ ପଢୁ ଆଶ୍ଚର୍ଯ୍ୟ ମନ୍ତ୍ରୀ କହୁଛୁ ନା, ଗୋଟେ ଆଶ୍ଚର୍ଯ୍ୟ ମନ୍ତ୍ରୀ ନାହିଁ, କମା ଦିଆହେଇଛି। ଦେଖ, ତାଙ୍କ ନାମ ଆଶ୍ଚର୍ଯ୍ୟ। His name is wonderful. Ajanja padari pada. Jisu pada. Degiteru pideranga Jisu pada benjananga. Degite. Mondo atma, papatma, bhutatma, jete atma, mondo atma hoche Jisu na usme dौड़िबे सब। ଅଟକି ପାରିବେ ନାହିଁ। ବାହାରି ଯା ଯୀଶୁ ନାମରେ, ବାହାରି ଯା ମୋndo ଆତ୍ମା। ଜାଣିଛୁ ନା? ଏତେ ତାକତ ସେ ନାମର ଅଛି। ସ୍ୱର୍ଗ ମର୍ତ୍ତର ଅଧିକାର ତାକୁ ଦିଆଯାଇଛି ନା। ଆଉ କ'ଣ ଲେଖା ହେଇଛି? ପାପ କ୍ଷମା କରିବାର ନାଁ ସେଇଟା। ଆଶ୍ଚର୍ଯ୍ୟ ମନ୍ତ୍ରୀ, କାଉନ୍ସିଲର, ପରାକ୍ରାନ୍ତ ପରମେଶ୍ୱର। ପୁତ୍ର ହେଇକି ଜନ୍ମ ହେଲେ ନାଁ ହେଉଛି ପରାକ୍ରାନ୍ତ ପରମେଶ୍ୱର। ହ୍ୟାଲୋ, ଶୁଣିଲେ ତ? ଆଜ୍ଞା। କି ପରମେଶ୍ୱର? ଡାଟା କାଟି ପେନୁ ଭାବ ନାହିଁ ଯେ କଣ୍ଟାରେ ମାରିଦେଲେ ତ ଦୁର୍ବଳ ଥିବାରୁ। ନାଇଁ ହେ ବାବୁ, ପିତ୍ତଳରେ ଦିଶୁଛନ୍ତି ପ୍ରକାଶ ବାକି ଏକ ପର୍ବରେ ଯେତେବେଳେ ଯୋହନ ଦେଖୁଛନ୍ତି ଅଗ୍ନି ବାହାରୁଛି ତାଙ୍କ ଚକ୍ଷୁରୁ, ମୁଖର ତୀକ୍ଷ୍ଣ ଦିଧାର ଖଡ୍ଗ ନିର୍ଗତ ହେଉଛି, ମସ୍ତକର କେଶ ରାଶି ହିମ ପରି ଶୁକ୍ଳ ବର୍ଣ୍ଣ, ଆଉ ପାଦ ଦୁଇଟା ଭାଟିରେ ପରିଷ୍କୃତ ପିତ୍ତଳ ତୁଲ୍ୟ। ପିତ୍ତଳ ଗୋଡରେ କଣ୍ଟା ମାରି ପାରିବ କି ତମେ? ମାରୁନ ଦେଖିବା। ବର୍ଚ୍ଛା ଆଘାତ କଲେ ମାଂସ, ରକ୍ତ ମାଂସ ତମ ଭଳିଆ ମୋ ଭଳିଆ ଥିଲେ ବୋଲି ତ ମାରିଦେଲେ ନା। ଯୀଶୁ କ'ଣ କଲେ? ସୁସମାଚାର 10 ପର୍ବରେ କହିଲେ, ଯୋହନ ସୁସମାଚାର, ମୁଁ ଉତ୍ତମ ମେଷ ପାଳକ, ଆମେ ଗୁଡ୍ ଶେଫର୍ଡ, ଉତ୍ତମ ମେଷ ପାଳକ, ଆପଣ ମେଷମାନଙ୍କ ନିମନ୍ତେ ଆପଣ ପ୍ରାଣ ଦିଏ। ମୁଁ ମୋର ଇଚ୍ଛାରେ ମୋର ପ୍ରାଣ ଦେଉଛି, ମୋ ଇଚ୍ଛାରେ ମୁଁ ମୋର ପ୍ରାଣ ଗ୍ରହଣ କରିବି, ମୋ ଠାରୁ କେହି ମୋର ପ୍ରାଣ ନେଇପାରିବେ ନାହିଁ। Voluntarily I give my life for the sick. ମେଣ୍ଢାମାନଙ୍କ ନିମନ୍ତେ, ମଣିଷ ସେ ମେଷମାନଙ୍କ ନିମନ୍ତେ ମୁଁ ଆପଣ ପ୍ରାଣ ଦିଏ, ନିଜ ଇଚ୍ଛାରେ ଦିଏ। ଲୋକ ଭାବିବେ ଅତି ଦୁର୍ବଳ ଥିଲେ ତ କଣ୍ଟା ମାରିଦେଲେ ହବ। ଜାଣି ନେବା ପକ୍ଷେ କିଏ? ଦେଖିଲେ ଆମ୍ଭେ ଅଟୁ ପଥ ସତ୍ୟ ଜୀବନ। ସେଦିନ ଲାଜାର ମରିକି 4 ଦିନ ହେଇଥିଲା, ସମାଧିରେ ରଖା ହେଇଥିଲା। ମରିବା ପୂର୍ବରୁ ମାର୍ଥା ଖବର ଦେଲେ, ପ୍ରଭୁ ଆପଣଙ୍କର ବନ୍ଧୁ ଲାଜାରଙ୍କର ଦେହ ଖରାପ ହେଇଛି, ଟିକେ ଆସିକି ପ୍ରାର୍ଥନା କରିଦିଅନ୍ତୁ, ଟିକେ ସୁସ୍ଥ କରିଦିଅନ୍ତୁ। ଯୀଶୁ ଆସିଲେ ନାହିଁ। କେତେ ଦିନ ରହିଗଲେ ଯୀଶୁ? କେତେ ଦିନ ପରେ ଆସିଲେ? କେତେ ଦିନ ପରେ ଲାଜାର ଉଠିଲା? 4 ଦିନ ପରେ ଉଠିଲା। 4 ଦିନ ପରେ ଲାଜାର ଉଠିଲା। ପ୍ରଭୁ ଆସିଲେ। ଆସିଲା ପରେ କ'ଣ ହେଲା? ସମସ୍ତେ ଦୌଡ଼ିଲେ, ମାର୍ଥା ଦୌଡ଼ିଲା। ସେ ଯାଇ କହୁଛି, ପ୍ରଭୁ ଆପଣଙ୍କୁ ମୁଁ ଡକାଇଲି, ଆପଣ ଆସିଲେ ନାହିଁ। ଆପଣ ଆସିଥିଲେ ମୋ ଭାଇଟା ମରି ନଥାନ୍ତା। ଆପଣଙ୍କର ସମସ୍ୟା ଯୀଶୁଙ୍କୁ କହିବା ପାଇଁ ଶିଖ। ମାର୍ଥା କ'ଣ କହିଲା? ଆପଣ ଆସିଥିଲେ ମୋ ଭାଇଟା ମରି ନଥାନ୍ତା। ଇଏ ବାଜ ସକେ ନାଇଁ ଆମ୍ବେଶା ଲାଜା ସାଜା ଦୁହେନ୍ ମା। ଆମେ କେବେ କେବେ ଅଭିମାନ କରୁ, ଆଉ ଗୋଟେ ପାଳକ ପ୍ରାର୍ଥନା କରୁ, ଆଉ ଗୋଟେ ବକ୍ତା ପ୍ରାର୍ଥନା କରୁ, ଆଉ ଗୋଟେ ଲୋକ ପ୍ରାର୍ଥନା। ତମେ ନିଜେ ପ୍ରାର୍ଥନା କର, ଶିଖ ପ୍ରାର୍ଥନା କରେ। ମୁଁ କହୁନି ତମେ କରୁନ ବୋଲି, ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ମତେ ଭୋକ ଲାଗିଲେ ସୁନୀଲ ଭାଇ ଖାଇଲେ ତା ମୋ ପେଟ ପୁରିବ ଆଜ୍ଞା? ନିଜ ପାଇଁ ନିଜେ, ସମସ୍ତେ କୁହନ୍ତୁ ନିଜ ପାଇଁ ନିଜେ। ନିଜ ପାଇଁ ନିଜେ, କିଏ କାହା ପାଇଁ ନାହିଁ। ନିଜ ପାଇଁ ନିଜେ। କିଏ ବାପା ନାହିଁ କି ମା ନାହିଁ। ପୁଅ ଝିଅକୁ ବାପା ଅଟକାଇ ପାରିବେନି, ଧରି ସ୍ୱାମୀ ସ୍ତ୍ରୀ ପାଇଁ ଅଟକାଇ ପାରିବ ନାହିଁ, ସ୍ତ୍ରୀ ସ୍ୱାମୀକୁ ଅଟକାଇ ପାରିବନି। ଯେତେବେଳେ ଆସିବା କଥା ଯିବା କଥା ସେମିତି ଦେଖା ହେବ। ଆଉ ଯୋଉଟା ଆସିବ ଆସିବ। ସମୟ ତାଙ୍କ ନିର୍ଦ୍ଧାରଣ, ତାଙ୍କ ଟାଇମରେ ସବୁ ହୁଏ। ୟୁ କ୍ୟାନଟ୍ କଣ୍ଟ୍ରୋଲ।
গোটে 5 ମିନିଟ୍ କଣ୍ଟ୍ରୋଲ କରିଦେଇ ପାରିବେ। 10ଟା ଡକ୍ଟର ଠିଆ ହେଇଥିଲେ ମଧ୍ୟ ରୋଗୀଟା ଯଦି ମରିବାର ଅଛି ଗ୍ୟାରେଣ୍ଟି ମରିବ। ଆଉ କେହି ବି ନଥିବ ସିରିୟସ୍ ହେଇଥିବ କମାରେ ଥିଲେ ମୋତେ ବଞ୍ଚିଯିବ। ମୁଁ ଦେଖିଛି ସେମିତି ଲୋକ। ମୋ ଫ୍ୟାମିଲି ହେଉଛି ମେଡ଼ିକାଲ ଫ୍ୟାମିଲି। ଆମ ଘରେ ଡକ୍ଟର ନର୍ସ ଭର୍ତ୍ତି ହେଇଥିଲେ ମିଶନରେ ଆମେ କାମ। ମୋ ମା ବି ନର୍ସ ଥିଲେ, ମୋ ଭଉଣୀ ନର୍ସ, ମୋ ଭାଇମାନେ ଡକ୍ଟର, ସମସ୍ତେ ମେଡ଼ିକାଲ ଫ୍ୟାମିଲି। ମୁଁ ବି ମେଡ଼ିକାଲରେ କାମ କରୁଛି, ମିଶନର ହସ୍ପିଟାଲରେ କାମ କରୁଛି। ମୋର କହିବାର ଅର୍ଥ ହେଉଛି ଏଇଟା, ପ୍ରାଣ ଜୀବନ ପ୍ରଭୁଙ୍କ ଅଧୀନ। କେତେବେଳେ ପଠେଇବେ କେତେବେଳେ ନେବେ ସେ ଜାଣିଛନ୍ତି। ତ ଏଇଠି ଆମେ ଦେଖିପାରୁଛୁ ଏ ପ୍ରକାର ଆଶ୍ଚର୍ଯ୍ୟ ଘଟଣା ଯେ ତାଙ୍କର ନାମ ଆଶ୍ଚର୍ଯ୍ୟ, ତାଙ୍କ ନାମ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ପୁତ୍ର ହେଇକି ଜନ୍ମ ହେଲେ। ଏବଂ ସେଠି କଣ ଲେଖା ହେଇଛି ଦେଖନ୍ତୁ ତଳେ, ତାଙ୍କ ନାମ ଆଶ୍ଚର୍ଯ୍ୟ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା। ସମସ୍ତେ କହିବା ଅନନ୍ତକାଳୀନ ପିତା, ଅନନ୍ତକାଳୀନ ପିତା, ଏଭରଲାଷ୍ଟିଂ ଫାଦର। ଏଭରଲାଷ୍ଟିଂ ପୁତ୍ର ନା କଣ? ଆଜ୍ଞା ନାଟା କଣ? ହେଉଛି ପୁତ୍ର। ନାଟା କଣ ତାଙ୍କର? ଅନନ୍ତକାଳୀନ। ବୁଝୁଛୁ ତ? ଏ କାମ ଆମେ ବୁଝିଏନି। କିଏ କିଏ ବୁଝୁଛି? ବୁଝିଲେ ହାତ ଉଠା, ନ ବୁଝିଲେ ନାହିଁ। ନା ପୁଅ ଜନ୍ମ ହେଇଛନ୍ତି, ନାଟା ତାଙ୍କର ଅନନ୍ତକାଳୀନ ପିତା, ଏଭରଲାଷ୍ଟିଂ ଫାଦର। ଏକ୍ସରସାଇଜ କର ଟିକେ ବ୍ରେନଟାକୁ। ପୁଅ ହେଇକି ଜନ୍ମ ହେଇଛନ୍ତି, ନାଟା ଅନନ୍ତକାଳୀନ ପିତା। ତାହେଲେ କିଏ ସେ? ଇମାନୁଏଲ, ଆମ୍ଭମାନଙ୍କ ଈଶ୍ୱର। ସେ ସବ୍ ଗଡ୍ ନୁହନ୍ତି, ଆସିଷ୍ଟାଣ୍ଟ ଗଡ୍ ବି ନୁହନ୍ତି, ସେ ସ୍ୱୟଂ ଈଶ୍ୱର। ସେ ଆସିଲେ ଜଗତକୁ। ଆଶ୍ଚର୍ଯ୍ୟ କଥା, ନିଶି ଘୁଞ୍ଚି ଘୁଞ୍ଚି ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନ ମନେ ଘୋର ବିମେ ଆସୁଛି। କ୍ଷୁଦ୍ର ନାଗରିତ କଣ୍ଟା ମୁକୁଟିଆ, ବିଶ୍ୱର ଦୁଆରେ କୃଷ କାଣ୍ଡେ ଠିଆ, ପରିତ୍ରାଣ ପୂର୍ଣ୍ଣ ମୁକୁଟି ତାଟିଆ, ଦୁଆରେ ଦୁଆରେ ଯାଚୁଛି। ପରିତ୍ରାଣ ବିନା ମୂଲ୍ୟରେ, ତାଙ୍କର ଅନୁଗ୍ରହରେ ପାପ କ୍ଷମା ପାଇଛୁ ଆମେ। ଏଥିପାଇଁ ଯୀଶୁ ଜନ୍ମ ହେଲେ। କେବେ ଜନ୍ମ ହେଲେ? ଆସନ୍ତୁ, ଦରକାର ଆମେ ଯିବା ଲୁକ ସୁସମାଚାରକୁ। ଅତି ଶୀଘ୍ର ଆସନ୍ତୁ ମୋ ସହିତ। ମୁଁ ମୋ ଟାଇମ୍ରେ ଯେମିତି କହିଛି ସେଇ ଟାଇମ୍ ଛାଡ଼ିଦେବି, ମୁଁ ଆଉ ଡେରି କରିବି ନାହିଁ। ଆପଣ ବି ଯିବେ, ମୁଁ ବି ଯିବେ। ଦେଖନ୍ତୁ ଦୟାକରି ମୋର ପ୍ରିୟ ଭାଇ ଭଉଣୀ ମାନେ, 2 ପର୍ବ ଦେଖନ୍ତୁ। 1 ପଦ କେମିତି ପଢିବେ? 1 2 ପଦ, ଲୁକ ସୁସମାଚାର 2:1 ସେ ସମୟରେ ଆହା, ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ ବା ସେନ୍ସସ୍ କରିବା ପାଇଁ ବା ଭୋଟ ଲିଷ୍ଟରେ ନାଁ ଚଢ଼ାଇବା ପାଇଁ କରିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। ସିରିଆ ପ୍ରଦେଶର ଶାସନକର୍ତ୍ତା କ୍ୱିରିନିୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା। ଜନଗଣନା ହେଇଥିଲା। କେବେ ଜନଗଣନା ହେଇଥିଲା ପୃଥିବୀରେ? ବାଇବେଲ ତାରେ ଲେଖା ହେଇଛି, ପ୍ରଥମ ଜନଗଣନା। ସେଥିପାଇଁ ବାଇବେଲ ପଢନ୍ତୁ ଟିକେ, ପାଳକ ପ୍ରଚାରକ ଭାଇମାନେ ଭଲରେ ଟିକେ ପଢନ୍ତୁ। ପ୍ରଥମ ଜନଗଣନା ଯୋଉ ହେଇଥିଲା କୁର୍ଣ୍ଣିୟଙ୍କ ସମୟରେ। କୁର୍ଣ୍ଣିୟ ଥିଲେ ସିରିଆର ଗଭର୍ଣ୍ଣର। କାହା ଅଧୀନରେ ଥିଲେ? ରୋମାନ ଏମ୍ପାୟାର ଅଣ୍ଡରରେ ଥିଲେ। ଏ ରୋମାନର ସମ୍ରାଟ କିଏ ଥିଲେ? କାଇସର ଅଗଷ୍ଟସ୍। ଐତିହାସ କଥା ମୁଁ କହୁଛି, ଇତିହାସ କଥା, କଳ୍ପନା କଥା କହୁନାହିଁ। ଅଗଷ୍ଟସ୍ କାଇଜର ବା ଅଗଷ୍ଟସ୍ ସିଜର ଯୋଉ ସମୟରେ କୁର୍ଣ୍ଣିୟସ୍ ଥିଲେ ଗଭର୍ଣ୍ଣର। ଯେତେବେଳେ ନାଁ ଲେଖିବା ପାଇଁ ଡିକ୍ଲାରେସନ କରାଗଲା, ଆମର ଯେତେବେଳେ ନାଁ ଲେଖିବା ପାଇଁ ଆମର ସରକାର ଡିକ୍ଲେୟାର କରୁଛନ୍ତି, ଆମେ କିଏ କୋଉଠି ଚାକିରି କରୁଥିଲେ ଆସୁଛୁ ଗାଁକୁ ନାହିଁ କି ନାଁ ଲେଖିବା ପାଇଁ? ଭୋଟ ଲିଷ୍ଟରେ ମୋର ନାଁଟା ବାହାରି ପଡୁ, ନିଜର ନାଗରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ। ସେମିତି ନାଜରିତରେ ଥିଲେ ମାନେ ଗାଲିଲି ପ୍ରଦେଶ, କିଏ ମରିୟମ ଜୋସେଫ, ତାଙ୍କ ନିର୍ବନ୍ଧ ହେଇଥିଲା, ବାହା ହେଇ ନଥିଲେ। ଆଉ ଯେତେବେଳେ ନାଁ ଲେଖିବା ପାଇଁ ହେଲା, ସେତେବେଳେ କେତେ ମାଇଲ ରାସ୍ତା ଜାଣିଛନ୍ତି କି? ନାଜରିତରୁ ବେଥଲେହେମକୁ 70 ମାଇଲ ରାସ୍ତା। ଆପଣ ଭାବନ୍ତୁ କେମିତି ମାଙ୍କୁ ଧରିକି ଜୋସେଫ ଆସିଲେ। ଲମ୍ବା ରାସ୍ତା, ଗାଡି ନଥିଲା, ଆଜିକାଲିର ସୁବିଧା ଟ୍ରାନ୍ସପୋର୍ଟେସନ ନଥିଲା, ରାସ୍ତା ବି ଠିକ ନଥିଲା। 2000 ବର୍ଷ ତଳର କଥା। ଉପରେ ଜିହୁଦା ପ୍ରଦେଶର ବେଥଲେହେମ, ତଳେ ଗାଲିଲି ପ୍ରଦେଶର ନାଜରିତ। 70 ମାଇଲ୍ସ, ଆପ୍ରୋକ୍ସିମେଟ 70 ମାଇଲ୍ସ। କେତେ ଦିନ ଲାଗିଥିବ ତାଙ୍କୁ, ରାତି ଦିନ। ଅତି ହେଲେ ଗଧ, ଘୋଡା, ଓଟ ବ୍ୟବହାର କରାଯାଉଥିଲା। ଧନୀ ଲୋକମାନେ, ରାଜା ମହାରାଜା ରଥରେ ଯାଉଥିଲେ, ଧନୀ ଲୋକମାନେ ଘୋଡାରେ ଯାଉଥିଲେ, ଓଟରେ ଯାଉଥିଲେ। ଗରିବ ଲୋକମାନେ କେବେ କେମିତି ଗଧକୁ ଏଫୋର୍ଡ କରିପାରୁଥିଲେ, ନହେଲେ ଚାଲିକି ଯାଉଥିଲେ।
ଯୀଶୁଙ୍କର 3 ବର୍ଷ 6 ମାସ ସେବା କାର୍ଯ୍ୟ ଚାଲି 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 ଗାଁ ଗହଳି ପାହାଡ଼ ପର୍ବତ ନଦୀ ନାଳ ସେ ଚାଲି କାମ କେବେ କେବେ ଡଙ୍ଗାରେ ବସି ଏପଟ ସେପଟ ଯାଉଥିଲେ ଡଙ୍ଗାରେ ବସି ମହାମରିଆ ସୁବିଧା ଆସିଲେ ଦୀର୍ଘ ରାସ୍ତା ଥିଲା ଏଠି ଆମେ ଦେଖିପାରୁଛୁ ସେହି ସମୟରେ ବେଥଲେହେମରେ ଜିହୁଦା ବଂଶଜାତ ଏ ଜିହୁଦା ବଂଶଜାତ ଥିଲେ ଦାଉଦ ରାଜା କିଙ୍ଗ ଡେଭିଡଙ୍କ ବଂଶ ଲୋକ ଥିଲେ ସେ କ୍ଷତ୍ରିୟ ବଂଶ ଲୋକ ଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିହୁଦା ଥିଲେ ଯାକୋବର 12 ପୁଅ ଭିତରେ ରୁବେନ ଜିହୁଦା ଗାଦ ଆସେର ବେଞ୍ଜାମିନ ନେଫ୍ତାଲି ଇସାକର ଜୁବୁଲୁନ ଯୋସେଫ এই যে 12 ଗୋଷ୍ଠୀର ଭିତରେ ଜିହୁଦା ଗୋଷ୍ଠୀର ଥିଲେ ପ୍ରଭୁ କିଙ୍ଗ ସୋଲୋମନ କିଙ୍ଗ ଡେଭିଡ ଏମାନେ ଜିହୁଦା ଗୋଷ୍ଠୀ ସେଇ ଜାଗା ତାଙ୍କର ନିଜ ଜାଗା ବେଥଲେହେମରେ ଥିଲା ଯୋଉଠୁ ସେମାନେ ଗାଲିଲି ପ୍ରଦେଶକୁ ଯାଇଥିଲେ ବ୍ୟବସାୟ ପାଇଁ ଯାଇଥିବେ ବଞ୍ଚିବା ପାଇଁ ଯାଇଥିବେ ଯେମିତି ଲୋକ ଭୁବନେଶ୍ୱର କଟକ ମାଡ୍ରାସକୁ ଚେନ୍ନାଇ ବେଙ୍ଗଲୋର କୁଆଡ଼େ କୁଆଡ଼େ ଯାଆନ୍ତି ଆମ ଲୋକମାନେ ଯାଉଛନ୍ତି ଲୋକମାନେ ଆଉ ଗୋଟେ ଜାଗାକୁ ଯାଆନ୍ତି ଚାକିରି କରିବା ପାଇଁ କ'ଣ ସେମିତି ଏକା ସେମାନେ ବିଜନେସ୍ କରିବା ପାଇଁ ଯାଇଥିଲେ ସେଇଠି ରହିଯାଇଥିଲେ ସେମାନେ ଆଉ ସେତେବେଳେ ଯାଇ ଆସୁଛନ୍ତି ଏତେ ଲମ୍ବା ରାସ୍ତା ଆପଣ ଭାବନ୍ତୁ କ'ଣ ହେଇଥିବ ପରିସ୍ଥିତି ଆଉ ଏଇ ଘଟଣାଟା କେତେବେଳେ ହେଲା ଅଗଷ୍ଟସ୍ କାଇଜର ଯେତେବେଳେ ରୋମର ସମ୍ରାଟ ଥିଲେ ଆପଣ ଯଦି ରୋମର ଇତିହାସ ପଢ଼ିବେ ହିଷ୍ଟ୍ରି ଅଫ୍ ରୋମାନ ହିଷ୍ଟ୍ରି ପଢ଼ିବେ ମିଡଲ ଇଷ୍ଟ ବା ମଧ୍ୟପ୍ରାଚ୍ୟର ଇତିହାସ ପଢ଼ିବା ତାହେଲେ ଆମେ ଜାଣିବା କେବେ ସେଟା ହେଇଥିଲା କେବେ ରୋମାନ ଏମ୍ପାୟାର ଥିଲେ କାଇଜର ଜୁଲିୟସ୍ କାଇଜର ଏଇ ଯେଉଁ କାଇଜର ମାନେ ସବୁ ଥିଲେ ଡୋମିସିଆନ ନେର୍ଭୋ ଏଇ ଯେଉଁ କାଇଜର ମାନେ କେବେ ଥିଲେ ଯେମିତି ଆମ ଦେଶରେ ମହାନ ମହାନ ରାଜାମାନେ ଥିଲେ ଅଶୋକ ମହାରାଜା କୁହନ୍ତୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କୁହନ୍ତୁ କେତେ ମହାନ ମହାନ ରାଜାମାନେ ଭାରତବର୍ଷ ଥିଲେ ଯେଉଁମାନେ ବିଶ୍ୱରେ ତାଙ୍କ ନାଁ ରଖିଛନ୍ତି ସେଇ ପ୍ରକାର ରାଜା ଥିଲେ ଆଉ ସେତେବେଳେ ନାଁ ଲେଖା ହେଲା ଆଉ ନାଁ ଲେଖିବା ପାଇଁ ଧ୍ୟାନ ଦେଇକି ଶୁଣନ୍ତୁ ବିଶେଷ କରି ବାଳକମାନଙ୍କୁ କହିବା ପାଇଁ ଚାହୁଁଛୁ ଯେଉଁମାନେ ବାଳକମାନେ ବସୁଛନ୍ତି ନାଁ ଲେଖିବା ପାଇଁ ଆଗରୁ ଭାବବାଣୀ ଥିଲା କେତିକି ବର୍ଷ ପୂର୍ବେ ଆଗରୁ ଭାବବାଣୀ ହେଇଥିଲା ଯେ ନାଁ ଲେଖା ହେଲା ବେଳେ ସେ ଜନ୍ମ ହେବେ ବୋଲିକି ଲେଖା ହେଇଥିଲା ଗୀତ ସଂହିତା 87 ପର୍ବର 6 ପଦ ପଢ଼ନ୍ତୁ କିଏ ଗୋଟେ ଗୀତ ସଂହିତା 87 ପର୍ବର 6 ପଦ Psalm 87 and verse 6 ପଢ଼ନ୍ତୁ କ'ଣ ଲେଖା ହେଇଛି ପାଇଲେ କି ଭାଇ ଗୀତ ସଂହିତା ଯିଏ ପାଇଲେ ସେ ପଢ଼ ଦେଖିବା କେମିତି ବାଇବେଲ କେତେ ଖୋଲି ପାରୁଛ ସଦାପ୍ରଭୁ ଗୋଷ୍ଠୀ ବର୍ଗର ନାମ ଲେଖିବା ସମୟରେ ସଦାପ୍ରଭୁ ଗୋଷ୍ଠୀ ବର୍ଗର ନାମ ଲେଖିବା ସମୟରେ ଏ ଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ କିଏ ଆହୁରି ପଢ଼ିବେ ଏ ଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ ଏଇଟା ବର୍ତ୍ତମାନ ଜଣା ପଡ଼ିବ ଯେ ମାତା ମରିୟମ ଯୋସେଫ କୋଉ ଦିନ ନାଁ ଲେଖିଲେ ସେତେବେଳେ ଗର୍ଭରେ ଥାନ୍ତି ଯୀଶୁ ମାତା ମରିୟମଙ୍କ ଗର୍ଭରେ ଯୀଶୁ ଥାନ୍ତି ଯେତେବେଳେ ଯୋସେଫ ଆଉ ମା ମରିୟମ ତାଙ୍କର ରେଜିଷ୍ଟ୍ରିରେ ନାଁ ଲେଖିଲେ କାହିଁକି ସେମାନେ ଜିହୁଦା ପ୍ରଦେଶର କରିଥିଲେ ସେଇ କଥାଟା କେତେ ବର୍ଷ ପୂର୍ବରୁ 500-700 ବର୍ଷ ପୂର୍ବରୁ ସେଇଟା ଆଗରୁ ଭାବନା ହେଇଥିଲା ଯେ ଏ ଯେଟା ଜନ୍ମ ହେବେ ଜଗତ ସେତେବେଳେ ପ୍ରଥମ ଥର ପାଇଁ ଜନଗଣନା ହେବ ସେନ୍ସସ୍ ହେବ ବୁଝିପାରୁଛୁ ତ ଶୁଣୁଛୁ ତ ବୁଝିପାରୁଛୁ ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେବା ବର୍ଷ ପ୍ରଥମ ଥର ଜନଗଣନା ହେବ ଆଉ ସେଇଟା ମଧ୍ୟ କାହା ଦ୍ୱାରା ହେଲା ଅଗଷ୍ଟସ୍ କାଇଜରଙ୍କ ଦ୍ୱାରା ହେଲା ତାଙ୍କ ଆଦେଶ ପ୍ରମାଣ ହେଲା ସେ ସମ୍ରାଟଙ୍କ ଆଦେଶ ପ୍ରମାଣ ହେଲା ଏବଂ ସେଇଟା ଏକ ଐତିହାସିକ ଫ୍ୟାକ୍ଟ ଇତିହାସର ଏକ ଘଟଣା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୋଉ ସମୟରେ ଜନ୍ମ ହେଲେ ଜଗତ ଏବଂ ସେଆଡ଼କୁ ଯାଉନାହିଁ ଉଦ୍ଦେଶ୍ୟ କ'ଣ ଥିଲା କାହିଁକି ସେ ଜନ୍ମ ହେଲେ ତାଙ୍କର ଆସିବାର ଉଦ୍ଦେଶ୍ୟ କ'ଣ ଥିଲା ଆମେ ଯୀଶୁଙ୍କ ମୁଖରୁ ଶୁଣିବା ମାଥ୍ୟୁ ସୁସମାଚାର ଆସନ୍ତୁ 20 ପର୍ବର 28 ପଦ ମାଥ୍ୟୁ ସୁସମାଚାର 20 ପର୍ବ 28 ପଦ କ'ଣ ପାଇଁ ପ୍ରଭୁ ନିଜେ କହୁଛନ୍ତି କାହିଁକି ସେ ଜଗତରେ ଜନ୍ମ ହେଲେ ମଣିଷ ହେଇକି ଆପଣଙ୍କ ଭଳିଆ ମୋ ଭଳିଆ କାହିଁକି ସେ ମଣିଷ ବି ଜଗତକୁ ଜନ୍ମ ହେଲେ ଜନ୍ମ ହେବାର ଆବଶ୍ୟକ କ'ଣ ଥିଲା ତାଙ୍କର ସେ କ'ଣ ବୋଲି କହୁଛନ୍ତି କାହିଁକି ଆସିଥିଲେ ସେ ଲେଖି ଆସିଥିଲେ ଯେପରି ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି ଶୁଣନ୍ତୁ ଦୟାକରି ସେବା ପାଇବାକୁ ଆସିନାହାନ୍ତି ମନୁଷ୍ୟ ପୁତ୍ର ଭଳି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେବା ପାଇବାକୁ ଆସିନାହାନ୍ତି ତାପରେ ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଛନ୍ତି ବୋଲି ଯୀଶୁ କହୁଛନ୍ତି ନିଜ କଥାରେ ମୁଁ ଯେ ମନୁଷ୍ୟ ପୁତ୍ର ହେଇକି ଜଗତରେ ଜନ୍ମ ହେଲି ମୁଁ ସେବା ପାଇବାକୁ ଆସିନାହିଁ ଏ ଯେ ଆମେ ଆପଣ ଆସିଲୁ ଏଠି ବସିଲୁ ଆମର ସମାନ ଅତିଥି ମାନେ ଗେଷ୍ଟ ମାନେ ମୋତେ ବସିଲେ ଖୁସି ଲାଗିଲା ଆପଣ ଗୋଟେ ବେଡ୍ ଆମକୁ ଦେଲେ ଆମକୁ ଗୋଟେ ଚଦର ପକେଇଦେଲେ ଆମ ଭିତରେ ଆମକୁ ସମ୍ମାନ ଦେଲେ ଫୁଲ ବୁକେ କିଏ ଦେଲେ କିଏ ଫୁଲ ତୋଡ଼ା ଦେଉଛି ବାଦ୍ୟ ବଜେଇକି ନେଉଛି
ନାଇଁ କି ମିଟିଂ ମାନଙ୍କ ସହ ବଡ଼ ଲୋକ ଆସିଲେ ସେମିତି କରାଯାଏ, ସମ୍ମାନ ଦିଆଯାଏ। ଆଉ ମଣିଷର ଗୋଟେ ପ୍ରବୃତ୍ତି ସେ ସମ୍ମାନ ପାଇବା ପାଇଁ ଚାହେଁ। ଇଟ୍ସ ଏ ହିଡେନ୍ କ୍ୱାଲିଟି ଅଫ୍ ଦ ମ୍ୟାନ୍। ଏକ ଗୁପ୍ତ ସ୍ୱଭାବ ମଣିଷ। ମୁଁ ଟିକେ ମର୍ଯ୍ୟାଦା ଯେମିତି ପାଇ ମତେ ଟିକେ ଲୋକ ନମସ୍କାର ଦଣ୍ଡବୋଧ କର, ପାଦ ଟିକେ ଛୁଇଁ ମତେ ନମସ୍କାର କର, ଅଛି କି ନାଇଁ ବାପା? ମୁହଁରେ ହା ନାହିଁ କହିବ, କିନ୍ତୁ ଭିତରେ ଥିବାଟା ମତେ ଟିକେ ନମସ୍କାର କରୁ। ଯୀଶୁ କହିଲେ ମଣିଷକୁ ମୁଁ ସେବା ପାଇବାର ଆସିନି। କୁଷ୍ଠୀ ମାନଙ୍କର ପାଦ ଧୋଇଲେ କରିବ ତ କୁଷ୍ଠୀକୁ ଛୁଇଁବ ନା? ବାଇବଲ ଅନୁଯାୟୀ ତାକୁ 7 ଦିନ ପର୍ଯ୍ୟନ୍ତ ଘରୁ ବାହାର ଗାଁରୁ ବାହାର କରାଉ ଯେ କୁଷ୍ଠୀକୁ ଛୁଇଁବ। ଏମିତି ବ୍ୟବସ୍ଥା ଥିଲା ସେତେବେଳେ। ସେବା ପାଇବାକୁ ନୁହେଁ, ସେବା କରିବାକୁ। ଦୀନ ଦୁଃଖୀ ବିଧବା ଅନାଥ ଦରିଦ୍ର କୁଳାଙ୍ଗାର ମନ୍ଦତାରେ ପଡ଼ିଥିବା ଲୋକମାନେ, କରଗ୍ରାହୀ ଅଶୁଚି ପାପିନୀ, ଏମାନଙ୍କର ସେବା କରି ଆସିଥିଲେ ସେ। ସେଟା ମୁଁ ଧାର୍ମିକ ମାନଙ୍କ ପାଇଁ ଆସିନାହିଁ। ତାହେଲେ ଶୁଣିଲେ ତ, ସେ ଧାର୍ମିକ ମାନଙ୍କ ପାଇଁ ଆସିନାହିଁ। କାହା ପାଇଁ ଆସିଛି? ଯେ ଧାର୍ମିକ ନାହିଁ ତା ପାଇଁ ଆସିଛି। ମୁଁ ପାପୀ ମାନେ ପାଇଁ ଆସିଛି। ଡାକ୍ତରଙ୍କର କାହାର ପ୍ରୟୋଜନ? ରୋଗୀର ସିନା ପ୍ରୟୋଜନ। ଭଲ ଥିବା ଲୋକ ଡାକ୍ତରଙ୍କର କି ପ୍ରୟୋଜନ? ଯୀଶୁ କହିଲେ ସେ କଥା। ବୈଦ୍ୟ ଗୋଟେ କି ପ୍ରୟୋଜନ ଜଣେ ଲୋକର? ତା ଦେହ ଖରାପ ସିନା ସେ ତ। ଯଦି ଆପଣ ଭାବୁଛନ୍ତି ମୁଁ ନିଜେ ଯାଇପାରୁନି ସେଠିକି, ମୁଁ ଏତେ ଭୁଲ କରିଛି, ମୋର ପାପ କ୍ଷମା ହେଲେ ମୁଁ ଯାଇପାରିବି ନାହିଁ, ଯଦି ଆମେ ଚିନ୍ତା କରୁଛୁ, ତାହେଲେ ଆପଣଙ୍କୁ ଯୀଶୁଙ୍କର ଆବଶ୍ୟକ ଅଛି। ଆପଣ ସୁସ୍ଥ ସବଳ ଲୋକ, ଡାକ୍ତରଙ୍କ ଦରକାର ନାହିଁ। ଆପଣ ଭଲ ଅଛନ୍ତି। ଯିଏ ନିଜେ ଧାର୍ମିକ, ନିଜର ଧର୍ମ କର୍ମ ଦ୍ୱାରା ଧାର୍ମିକ, ଈଶ୍ୱରଙ୍କ ପାଖକୁ ଯାଇପାରେ, ତାର ଧାର୍ମିକ ସେତିକି ହେଇଛି, ତାକୁ ଆଉ ଯୀଶୁଙ୍କ ଦରକାର ନାହିଁ ନା। ଯଦି ଆପଣ ପାରୁନାହାନ୍ତି ବା ମୁଁ ପାରୁନାହିଁ, ତାହେଲେ ତାଙ୍କୁ ଦରକାର ନାହିଁ। ଏବେ ସେ କହିଲେ ମୁଁ ଧାର୍ମିକ ମାନଙ୍କ ପାଇଁ ଆସିନି, ମୁଁ ଆସି ପାପୀ ମାନଙ୍କ ପାଇଁ, ଯେଉଁମାନେ ଉଦ୍ଧାର ପାଇପାରୁ, ପାପ କ୍ଷମା ପାଇପାରୁନି, ରାସ୍ତା ଦିଶୁନାହିଁ। ତେଣୁ ମୁଁ ଜଗତର ଜ୍ୟୋତି, ଯେ ପଛରେ ଆସିବ ସେ ଅନ୍ଧକାରରେ ଭ୍ରମଣ କରିବ ନାହିଁ। ସେ କହିଲେ ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ ପିତାଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ସେ କହିଲେ ମୁଁ ଅନନ୍ତ ଜୀବନର ଜଳ। ଯଦି ତୃଷା ହଉଛି ଆତ୍ମିକ ତୃଷା, ନିଅନ୍ତୁ ଯୀଶୁଙ୍କୁ। କୋଲ୍ଡ ଡ୍ରିଙ୍କସ ଭଳିଆ ପାଣି ତ ଆମେ ପଇସା ଦେଇ କିଣୁଛୁ, କୁଅଁର ପାଣି ଚୁଆର ପାଣି ପଇସା ଦେଇ କିଣୁଛୁ ବାପା। ଯୀଶୁ କଣ କଲେ ସମର ସ୍ତ୍ରୀକୁ? ଜଳ ଈଶ୍ୱରଙ୍କର ତ, ବିନା ମୂଲ୍ୟରେ ସେ ଦିଅନ୍ତି ପରିତ୍ରାଣ। ତେଣୁ ମୁଁ ଆତ୍ମିକ ଜୀବନର ଆହାର, ଆମ୍ ଦ ଫୁଡ୍ ଫ୍ରମ୍ ହେଭେନ୍। ଆପଣ ଆତ୍ମାକୁ ବଳିଷ୍ଠ କରିବା ପାଇଁ ଚାହୁଁଛନ୍ତି, ବାଇବେଲ ପଢନ୍ତୁ। ଆତ୍ମିକ ଜୀବନର ଆହାର ମୁଁ ଖାଦ୍ୟ ଖାଇଲେ ବଡିଟା ଷ୍ଟ୍ରଙ୍ଗ ହଉଛି, ସେମିତି ଖାଦ୍ୟ ହଉଛି ସେ ସ୍ପିରିଚୁଆଲ ଫୁଡ୍ ଆମମାନଙ୍କର। ଏଥିପାଇଁ ସେ ଏଠି କହିଲେ ମୁଁ ସେବା ପାଇବାକୁ ଆସିନାହିଁ, ମୁଁ ସେବା କରିବାକୁ ଆସିଛି। এটা ভুল ବୁଝନ୍ତୁ ନାହିଁ। ଆଜି ଲୋକମାନେ ଭୁଲ ବୁଝନ୍ତି। ଯୀଶୁ ସେବା କରିବାକୁ ଆସିଛି, ଆପଣଙ୍କ ସେବା କରିବାକୁ ଚାହୁଁଛନ୍ତି। ଆପଣ ସୁଯୋଗ ଦେଲେ ସେବା କରିବେ। ପିତରଙ୍କ ପାଦ ଧୋଇଦେଲେ, ଧୋଇଲେ କି ନାହିଁ? ଯେହେତୁ ଶିଶୁମାନଙ୍କ ପାଦ ଧୋଉଛନ୍ତି, ଆଉ ପିତର ପାଖରେ ପ୍ରଭୁ ଆସି ପହଞ୍ଚିଲେ, ପିତର କଣ ବୋଲି କହିଲେ? କୁହନ୍ତୁ କଣ ବୋଲି କହିଲେ? କଣ କହିଲେ? କଣ ବୋଲି କହିଲେ? ଯେତେବେଳେ ପିତରଙ୍କ ପାଖକୁ ପ୍ରଭୁ ଆସି ପହଞ୍ଚିଲେ, ପାଦ ଧୋଉ ଧୋଉ 12 ଶିଷ୍ୟ ପିତର, ଜଣ ଯାକୋବ, ଆନ୍ଦ୍ରେୟ, ଥୋମା, ବାରଥୋଲମେ, ଫିଲିପ ସମସ୍ତ ପାଦ ଧୋଇ ଆସି ପିତରଙ୍କ ପାଖରେ ପହଞ୍ଚିଲେ। ଗୁରୁ ହେଇକରି ଶିଷ୍ୟମାନଙ୍କ ପାଦ ଧୋଉଛନ୍ତି। ପିତର କଣ ବୋଲି କହିଲେ? ଆପଣ ମୋର ପାଦ ଧୋଇଲେ ନାହିଁ। ଭଦ୍ରଲୋକ ଦେଖେଇ ହେଲେ, ଟିକେ ଦେଖେଇବାଟା ତ ସମସ୍ତେ ମନେ ଛାଡ଼ିଦେଲେ ପଳେଇଲେ, ମୁଁ କିନ୍ତୁ ଛାଡ଼ିବି ନାହିଁ, ମରିବା ପର୍ଯ୍ୟନ୍ତ ଯିବି। 3 ଥର ଅସ୍ୱୀକାର କରିଦେଲା ଗୋଟେ ରାତି। ଯୀଶୁ କହିଲେ ବାପା ତୋର ଯଦି ପାଦ ମୁଁ ଧୋଇବି ନାହିଁ, ତୋ ସହିତ ମୋର ସମ୍ପର୍କ ନାହିଁ। ମହାଚଲାକ ତ ପିତର, ସେ କଣ କହି ପକେଇଲା, ଖାଲି ପାଦ କାହିଁକି ଧୋଇବେ ଆଜ୍ଞା, ମୋ ହାତ ବି ଧୋଇ ଦିଅନ୍ତୁ, ମୋ ମୁଣ୍ଡ ବି ଧୋଇ ଦିଅନ୍ତୁ, ମୋର ଦେହ ସବୁ ଯାକ ଧୋଇ ଦିଅନ୍ତୁ। ଯୀଶୁ କହିଲେ ଯିଏ ଥରେ ଗାଧେଇଛି ତାକୁ ଆଉ ଧୁଆ ଧୋଇ ଆବଶ୍ୟକ, ଖାଲି ଧୋଇବାଟା ଦରକାର, ଗାଧେଇବା ଦରକାର। କାଲବରୀ କ୍ରୁଶରେ ପାତିତ ନୂତନ ନିୟମ ରକ୍ତରେ ଆପଣ ଧୌତ ହୋଇଛନ୍ତି। ଆମେନ୍ ଆମେନ୍। ସମସ୍ତେ ରକ୍ତରେ ଧୌତ, ପ୍ରାଣ ମୂଲ୍ୟ ଦେଇଛନ୍ତି। ପ୍ରାଣର ମୂଲ୍ୟ, ମୁକ୍ତିର ମୂଲ୍ୟ ପ୍ରାଣ ଯୀଶୁ ଖ୍ରୀଷ୍ଟଙ୍କର। ଆଉ ଲେଖା ହେଇଛି ଏଫିସି 1:7 ରକ୍ତର ମୂଲ୍ୟ ଦେଲେ, ରକ୍ତର ମୂଲ୍ୟ। ଏଫିସି 1:7 ଲେଖା, ରକ୍ତର ମୂଲ୍ୟ, ପ୍ରାଣର ମୂଲ୍ୟ ରକ୍ତ। ଏମିତିରେ ପରିତ୍ରାଣ ମିଳେ ନାହିଁ। ପାପ ମୋଚନ କାହିଁରେ ହେବ? ରକ୍ତପାତ ହେଲେ ପାପ ମୋଚନ ହୁଏ, ଏହା ଶସ୍ତ୍ର କୁହେ। କି ଜାତି ପାଇଁ ମରିଛି, କି ଧର୍ମ ପାଇଁ ମରିଛି, କି ଦେଶ ପାଇଁ ମରିଛି, କି ପରିବାର ପାଇଁ, କି ପ୍ରେମିକ ପାଇଁ, କି ପ୍ରେମିକା ପାଇଁ, କି ସ୍ୱାମୀ ପାଇଁ, ସ୍ତ୍ରୀ ପାଇଁ, ପିଲାଙ୍କ ପାଇଁ, ସମାଜ ପାଇଁ ମରିଛି। ପାପୀ ପାଇଁ ଯଦି କିଏ ମରିଛି, ଯୀଶୁ ମରିଛନ୍ତି। ଆମେନ୍। ପାପୀ ପାଇଁ ଯଦି କିଏ ମରିଛି, ଯୀଶୁ ମରିଛି। ଧାର୍ମିକ ମାନଙ୍କ ପାଇଁ ଆସିନି, ମୁଁ ଧାର୍ମିକ ପାଇଁ ଆସିବା ନାହିଁ।
ଯଦି ତମେ ଧାର୍ମିକ ନିଜ ଜାଗାରେ ଠିଆ, ଯଦି ତମ ଧାର୍ମିକତା ସବୁକୁ ନେଇପାରୁଛେ ସିଧା ଯାଅ, ଯାଏ ସେ ନାହିଁ। ଏଥିପାଇଁ ଆଜି ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେବା କରିବାକୁ ଆସିଥିଲେ, ସେବା ପାଇବାକୁ। ଆମେ ଦେଖିପାରୁଛୁ ଏଇ ଜାଗାରେ ଆଶ୍ଚର୍ଯ୍ୟ କଥା, ଏଫିସି 1:7। ଆସନ୍ତୁ ଯୋଉ କଥା ମୁଁ କହିଲି ଟିକେ ଦେଖିବା। 3ଟା ବିଷୟ ଘଟିଲା ଏଫିସି 1ରେ, 3ଟା ଘଟଣା ଘଟିଲା ଆପଣଙ୍କ ପ୍ରତି ମୋର ଅତି ଶୀଘ୍ର ଶେଷ କରିବି। ଡୋଣ୍ଟ ୱରି, ମୁଁ ଆପଣଙ୍କୁ ବୋର କରୁନାହିଁ ତ? ବୋର କରୁଛି କି? ହ୍ୟାଲୋ, ନାଇଁ ବୋର କରିଦେଲି କି? ନାଇଁ ଆପଣ ସିନା ଆଉ କିଏ ଗୋଟେ କୁହନ୍ତୁ, ବୋର ଭାଇ ବୋର କରିଦେଲି। ନାଇଁ ଏଫିସି 1 କଣ ଲେଖା ଦେଖନ୍ତୁ, 7 ପଦ ଭାଇ ପଢ, ଶୀଘ୍ର ଶେଷ କରିବା। ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେଇ ପ୍ରିୟତମଙ୍କ ଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ଅପରାଧ ସବୁର, ସମସ୍ତ ପାପର କ୍ଷମା ପାଇଛୁ ଆମେ ଖାଲି ବିଶ୍ୱାସ କଲେ। ଏ ବିଶ୍ୱାସ ଦିଶେ ନାହିଁ। ବିବ୍ଲିକାଲ ଫେଥ୍, ଅନସିନ୍ ଫେଥ୍, ଜିଉଦା 20ରେ ଲେଖା ହେଇଛି, ତୁମ୍ଭମାନଙ୍କର ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର। ଅତି ପବିତ୍ର ବିଶ୍ୱାସ, ସମସ୍ତେ କହିବା ଅତି ପବିତ୍ର ପବିତ୍ର ବିଶ୍ୱାସ। ବିଶ୍ୱାସ। ଆଉ ଥରେ କୁହନ୍ତୁ, ଅତି ପବିତ୍ର ପବିତ୍ର ବିଶ୍ୱାସ। ବିଶ୍ୱାସ। ଜାଣିଛୁ ମୋ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାଟା ଅତି ପବିତ୍ର ବିଶ୍ୱାସ। ଆମେନ୍। ସାଧାରଣ ବିଶ୍ୱାସ ନାହିଁ, ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ, ଯୋଉଟା ଦେଖିନୁ ତାକୁ ଆମେ ନିଶ୍ଚିତ ବୋଲିକି ଜ୍ଞାନ କରୁଛୁ, ସେଟା ହଉଛି ବିଶ୍ୱାସ, ଫେଥ୍। ଦେଖିବାଟା କିଏ ବି ବିଶ୍ୱାସ କରେ। ମୁଁ ତ ଏଇଟା ପାଣି ଦେଖୁଛି, ଆଉ ମୁଁ ୟାକୁ ବିଶ୍ୱାସ କରେ କିଏ ନା? ତ ପାଣି ତ ମୁଁ ଜାଣିଛି ପାଣି ଅଛି, ଯୋଉଟା ମୁଁ ଦେଖି ନାହିଁ କି ନାହିଁ ତାକୁ ବିଶ୍ୱାସ, ବିଶ୍ୱାସ ବାଇବେଲ ବିଶ୍ୱାସ। ଆମେ ଯୀଶୁଙ୍କୁ ଦେଖିନୁ, ତମକୁ ପ୍ରଭୁ କଣ କରେ, ବାବୁରେ ତୁ ମତେ ଦେଖି ବିଶ୍ୱାସ କଲୁ, ହାତରେ କଣ୍ଟା। ଯୀଶୁ ତ ଆସିବେ ସ୍ୱର୍ଗରୁ ନା, ଆଶ୍ଚର୍ଯ୍ୟ ଲାଗିବ ଦେଖିକି, ତା ହାତରେ ସେ ଚିହ୍ନ ଥିବ। କାହିଁ ସେ ଯେତେବେଳେ ଆସିବେ ମଣିଷ ଉପରେ ଆସିବେ, ସ୍ୱର୍ଗୀୟ ଶରୀର ଥିବ, ତାଙ୍କ କକ୍ଷରେ ବର୍ଚ୍ଛା ରାଖା ଥିବ, ବର୍ଚ୍ଛା ମରା ହେଇଥିବ। ତେଣୁ କଡ଼ା ପ୍ରହାର କରାହେଇଥିଲା, ତାଙ୍କ ଦେହରୁ 39 ଥର ପ୍ରହାର କରାହେଇଥିଲା, କଣ୍ଟା ମୁନ ଲାଗିଥିଲା, ମାଂସ ଛିଣ୍ଡି ଯାଇଥିଲା, ଘୋଷାଡ଼ିକି ନେଇଥିଲେ 2.5 ମାଇଲ ରାସ୍ତା। ତାଙ୍କୁ ଦାଢ଼ି ଟାଣି ଦେଇଥିଲେ, ଛେପ ପକାଇଥିଲେ, ବାଳ ଟାଣିଥିଲେ, ତାକୁ ଚଦର ଘୋଡ଼େଇକି ତାଙ୍କୁ ତେଣ୍ଟାରେ ମାରିଥିଲେ, ଆଉ ସେ ସବୁ ଝୁଲେଇ ଦେଲେ ତାଙ୍କୁ। ସେ କହିଲେ କଣ କରୁଛନ୍ତି ପ୍ରଭୁ, ଜାଣୁନାହାନ୍ତି, କ୍ଷମା କରିଦେବେ। ପିଲାମାନେ ତ ବାଲି ଖେଳ ପିଲା କରନ୍ତି ନାହିଁ, ହଠାତ୍ ଘର ତେଲ ଭାଙ୍ଗିଦେବେ, ପିଟା ପିଟି ହେଇଯିବେ, ସାଙ୍ଗେ ମିଶିଯିବେ, ସାଙ୍ଗେ ଆଇସ୍କ୍ରିମ୍ ମାନେ ପାଣିପୁରି କଣ ଖାଇବେ। ଏମିତି ମଣିଷ ଈଶ୍ୱରଙ୍କ ବିରୁଦ୍ଧରେ ଯାଏ, ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ମଣିଷ ଠିଆ ହୁଏ, ବାପା ବିରୁଦ୍ଧରେ ପୁଅ ଗଲା ଭଳିଆ, ମା ବିରୁଦ୍ଧରେ ଝିଅ ଗଲା ଭଳିଆ। ଆଶ୍ଚର୍ଯ୍ୟ କଥା ଏଇଟା। ତମେ ମଣିଷ, ମୁଁ ମଣିଷ, କିଏ 60, କିଏ 70, କିଏ 80 ବର୍ଷ ବଞ୍ଚିବ, ଏତିକି ପ୍ରାଣ ପକ୍ଷୀ ଉଡ଼ିଯିବ, ପଡ଼ିଥିବ ସୈନ୍ୟ ଘର, ଜୀବନର ଖେଳ ଘର ହୋଇଯିବ ଦିନେ ଶେଷ। ଗର୍ଭଦମ୍ଭ ଅଭିମାନ କାହିଁକି ଏତେ ବାଟ ବସା ଧୂଳି ଘର ତୋର ରହିବ ସତେ? କେତେ ଦିନ ବାପା ଗର୍ଭଦମ୍ଭ ଅଭିମାନ? ଏବେ ତାଗଡ଼ା ହେଇକି ଅଛି, କାଲି ତ ହସ୍ପିଟାଲରେ ପଡ଼ିଛି ନା, ମୋର ବି ଷ୍ଟାଣ୍ଡ ପଡ଼ିଛି। ମୁଁ ଏଇ ବଡ଼ ପାଠରେ କହୁଛି, ତମର 3ଟା ଷ୍ଟାଣ୍ଡ ପଡ଼ିଛି, ଜାଣିଛ ନା ନାହିଁ? 2 ବର୍ଷ ହେଲା ମୁଁ ବି 13 ବର୍ଷ ଉଠି ପାରିନଥିଲି, ଖଟରେ ପଡ଼ିକା କେତେ କୁଆଡ଼େ ଯାଉନଥିଲି। ଏବେ ଏମିତି ପିଲାମାନେ ଡାକିଲେ ବୋଲି ଆସିଲି, ଦାରିଙ୍ଗବାଡ଼ି ଆସିବା କଥା ନାହିଁ, ଯାଉନି ମୁଁ କୁଆଡ଼େ, ମୋର ଦୁର୍ବଳ ଶରୀର ନେଇକି। ଏଥିରେ ମୋର କହିବାର ଅର୍ଥ, ଯୀଶୁ କହିଲେ ମାନେ କଣ କରୁଛନ୍ତି ଜାଣୁନାହାନ୍ତି। କହୁଥିଲେ ପିତ୍ତଳ ପାଦ, ତାଙ୍କର ପିତ୍ତଳ ପାଦ। ଜନ୍ମ ସିନା ହେଲେ ବେଥଲେହେମରେ, ତମ ଭଳିଆ ମୋ ଭଳିଆ ରକ୍ତ ମାଂସ ଧାରି ହେଇଛି, କିନ୍ତୁ ତାଙ୍କର ପିତ୍ତଳର ପାଦ, ଅଗ୍ନିରେ ପରିଷ୍କୃତ ପିତ୍ତଳ ଲେଖା ହେଇଛି, ଯୋଉଟା କି ଖାଦ ନଥିବ, ଡ୍ରୋସ୍ ନଥିବ, ରାମି ସିଟା ଦୁହେଁ ଏତା ପିତ୍ତଳ। ଏଥିପାଇଁ ଏଇଠି ଆମେ ଦେଖୁଛୁ ଯେ ସେ ରକ୍ତ ଦେଇକି ମୁକ୍ତ କଲେ। ସମସ୍ତେ କହିବା ରକ୍ତ ଦେଇ ମୁକ୍ତ କଲେ, ରକ୍ତ ଦେଇ ମୁକ୍ତ କଲେ, ରକ୍ତ ଦେଇ ମୁକ୍ତ କଲେ, ରକ୍ତ ଦେଇ ମୁକ୍ତ କଲେ। ଅପରାଧ ସବୁ କ୍ଷମା କରି ଦେଇଛନ୍ତି। ସବୁ ଆପଣଙ୍କର ଯେତେ ପାପ, ମୋର ଯେତେ ପାପ, ପୃଥିବୀ ଯାକର ଯେତେ ପାପ, ଲୋକ ଜାଣନ୍ତୁ ନ ଜାଣନ୍ତୁ, ବୁଝନ୍ତୁ ନ ବୁଝନ୍ତୁ, ଗ୍ରହଣ କରନ୍ତୁ ନ କରନ୍ତୁ, ବିଶ୍ୱାସ କରନ୍ତୁ ନ କରନ୍ତୁ, ପୃଥିବୀ ଆଦମ ଠାରୁ ପ୍ରଥମ ମନୁଷ୍ୟ ଶେଷ ମନୁଷ୍ୟ ଯେ ଜନ୍ମ, ସମସ୍ତଙ୍କର ପାପ ବାଇବେଲ କହିଛି ଏବ୍ରିରେ ଏକାଥରକେ ବଳିଦାନ କରି ଏକାଥରକେ କ୍ଷମା କରୁଥିଲେ। କେବଳ ବିଶ୍ୱାସ ଦ୍ୱାରା ମଣିଷ ପରିତ୍ରାଣ ପାଇବ, ଅନୁଗ୍ରହ। ଆମେନ୍। ଅନୁଗ୍ରହ କଣ ଅର୍ଥ? ଯାହା ପାଇବା ଆମର ଯୋଗ୍ୟତା ନାହିଁ, ସେଟା ବିନା ମୂଲ୍ୟରେ ଯେତେବେଳେ ପାଉଛ, ସେଇଟା ହଉଛି ଅନୁଗ୍ରହ, ଗ୍ରେସ୍।
অতি গুরুত্বপূর্ণ বিষয়। এতে রক্তরে মুক্ত কলে, প্রাণ ଦେଇକି মুক্ତ কলে, মুক্তির মূল্য প্রাণ, যিশুଙ୍କର ପ୍ରାଣ, ମୁକ୍ତିର ମୂଲ୍ୟ ବୋଲେ ପରିତ୍ରାଣ, କୁଇକତର ଏକପା, ସାଲଭେସନ, ଫରଗିଭନେସ୍, ପାପ କ୍ଷମା ର ମୂଲ୍ୟ ରକ୍ତ ଆଉ ପ୍ରାଣ ଦେଇକି ମୁକ୍ତ। କଣ ଲେଖା ହେଇଛି ଦେଖ, 3 ପଦ ପଢନ୍ତୁ ଭାଇ, 3 ପଦ ଟିକେ ଜଲ୍ଦି। ଆମ୍ଭମାନଙ୍କ ପ୍ରଭୁ ଯୀଶୁ, 1 ପଦ 3 ପଦ ପଢୁଛୁ, ଏଫେସୀ 1:3, 3-4, ଶୀଘ୍ର ଶୀଘ୍ର କିଏ ପଢୁଛି? ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ, ସେ ଖ୍ରୀଷ୍ଟଙ୍କ ଠାରେ ଇନ୍ କ୍ରାଇଷ୍ଟ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱର ଓ ପିତା ଧନ୍ୟ ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ବାପା କୋଉଠି ଆଶୀର୍ବାଦ କରିଛନ୍ତି? ସ୍ୱର୍ଗ ସ୍ୱର୍ଗରେ। କୋଉଠି? ସ୍ୱର୍ଗରେ ଆଶୀର୍ବାଦ। ଆଶୀର୍ବାଦ କିଏ ନେଇପାରିବ କି? ଦାରିଙ୍ଗବାଡ଼ିରେ ଆଶୀର୍ବାଦ ହେଇଥିଲେ ସିନା ନେଇଯାଆନ୍ତେ, କି ଆମର ଏଠି ହେଇଥିଲେ ସିନା ନେଇଯାଆନ୍ତେ, ପୃଥିବୀରେ ହେଇଥିଲେ ସିନା ନେଇଯାଆନ୍ତେ। ଛଡ଼େଇକି ନେଇପାରିବ, ନହେଲେ ଲୁଟିକି ନେଇଯିବ, ଜୀବନ ତମେ ହରେଇବ, ଜୁଆ ଖେଳିଲା ଭଳିଆ ଖେଳିଦେବ। ସ୍ୱର୍ଗରେ ଯୋଉ ଆଶୀର୍ବାଦ ଦେଇଛନ୍ତି ତାକୁ କିଏ ନେଇପାରିବେ ନାହିଁ। ଏଠି ଆଜି ଆନାଉନ୍ସ କରୁଥିଲି ଗୋଟେ କଥା, ମୁଁ ତାର ପ୍ରକୃତ ବିରୋଧୀ, ମୋତେ କ୍ଷମା କର। ଓଡ଼ିଶାର ମାନେ ଦାରିଙ୍ଗବାଡ଼ି ଭାରତ, ଦାର୍ଜିଲିଂର କ'ଣ ଓଡ଼ିଶାର ଦାର୍ଜିଲିଂ ହେଉଛି ଦାରିଙ୍ଗବାଡ଼ି, କହୁଥିଲେ କି ନାହିଁ? ଆପଣ କହୁଥିଲେ ନା? ଓଡ଼ିଶାର ଦାରିଙ୍ଗବାଡ଼ି ନାହିଁ, ଏଟା ହେଉଛି ଦାରିଙ୍ଗବାଡ଼ି କୁହନ୍ତୁ। ଦାର୍ଜିଲିଂ କାହିଁ ଧରିବ ଏଠି? ଆମ ଦାର୍ଜିଲିଂ ନା, ମୋ ନାଁ ଆର୍କେଟିକାଲ, ମୁଁ ସୁନୀଲ ପ୍ରଧାନ ହେଇପାରିବି ନା? ସୁନୀଲ ପ୍ରଧାନ ଆର୍କେଟିକାଲ ହେଇପାରିବ? ଆମେ ଦାରିଙ୍ଗବାଡ଼ି, ସେ ନୈନିତାଲ, ସେ ସିମଲା, ଆଉ ସେ କ'ଣ, ମୁଁ ତାର କମ୍ପ୍ଲିଟ୍ ବିରୋଧୀ। ମୋର ସୋସିଆଲ ସାଇଟ୍ରେ ମୁଁ ଲେଖୁଛି ଦାରିଙ୍ଗବାଡ଼ି ହେଉଛି ଦାରିଙ୍ଗବାଡ଼ି। ୟୁ ହାଭ୍ ୟୁର ଓନ୍ ଆଇଡେଣ୍ଟିଟି। ଆମର ନିଜର ପରିଚୟ ଅଛି। ଦାରିଙ୍ଗବାଡ଼ିର ଥଣ୍ଡା ଜାଗା, ଲୋକ ପଇସା ଦେଇକି ଆସୁଛନ୍ତି ଥଣ୍ଡା ଖାଇବା ପାଇଁ, କୁହୁଡ଼ି ଦେଖିବା ପାଇଁ। କମାନ୍, ଆମର ଉଦୟଗିରି 3 ଆଜ୍ଞା, 3 ଅଛି ବର୍ତ୍ତମାନ, 3। ମୁଁ ଉଦୟଗିରି ଏମ୍ଏମ୍ସି ହସ୍ପିଟାଲ ଦେଖୁଛି, ମୋର ନର୍ସିଂ ସ୍କୁଲ ବି ଚାଲିଛି। ଏତେ ଥଣ୍ଡା ଯାକ କୁହନ୍ତୁ ନାହିଁ, ରାଇକିଆରେ ମୁଁ ଶୋଇପାରୁନାହିଁ, 7-8 ଅଛି। ଦାରିଙ୍ଗବାଡ଼ି ତ ବଢ଼ିଆ ପାଗ ହେଇଗଲା, ଲୋକ ଗହଳି ଭିତରେ। ଏବେ ଦାର୍ଜିଲିଂ ବୋଲି କୁହନ୍ତୁ ନା, ଏଠି ଦାରିଙ୍ଗବାଡ଼ି ବୋଲି କୁହନ୍ତୁ, ଲୋକ ଦାରିଙ୍ଗବାଡ଼ି ଜାଣନ୍ତୁ। ଆପଣଙ୍କ ନାଁରେ ଆପଣଙ୍କ ପରିଚୟ, ଅନ୍ୟର ନାଁରେ କି ପରିଚୟ ଆଜ୍ଞା? କମାନ୍, ଅନ୍ୟର ନାଁରେ କି ପରିଚୟ? ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ନାଇଁ, ଦାରିଙ୍ଗବାଡ଼ି ହେଉଛି ଦାରିଙ୍ଗବାଡ଼ି। ନିତାନ୍ତଟା ବୁଝିବା ଦରକାର। ଏବେ ମୁଁ ତାର ସପକ୍ଷ ଯେବେ ବି ନୁହେଁ। ଆପଣ ମୋତେ ଭୁଲ ବୁଝନ୍ତୁ, ଗାଳି କଲେ ପିଟନ୍ତୁ, ମୋତେ କିଛି ଅସୁବିଧା ନାହିଁ, ହେଲା। ଏଥିପାଇଁ ପାପୀ ପାଇଁ ଯଦି କିଏ ମରିଛି, ଯୀଶୁ ମରିଛନ୍ତି। ଅନ୍ୟ ପାଇଁ କିଏ ମରିଥିବେ? ପାପୀ ପାଇଁ ଯଦି କିଏ ମରିଛି, ଯୀଶୁ ମରିଛନ୍ତି। ଅନ୍ୟ ନାହିଁ କେହି, ନାହିଁ କାହିଁରେ ଗତି ମୁକ୍ତି ଯୀଶୁ ବିନା ପାପୀର, ଲେଖା ହେଇଛି। ନାହିଁ କାହିଁରେ ଗତି ମୁକ୍ତି ଯୀଶୁ ବିନା ପାପୀର। ଧାର୍ମିକର କିଛି ଦରକାର ନାହିଁ, ଧାର୍ମିକ ସିଧା ସବୁ ପଡ଼େ ନା। ଏଥିପାଇଁ ଏଇଠି କ'ଣ ଲେଖା ହେଇଛି ଦେଖନ୍ତୁ, ଆମମାନଙ୍କୁ ସ୍ୱର୍ଗରେ ଆଶୀର୍ବାଦ କରିଛନ୍ତି। 4 ପଦ କ'ଣ ଲେଖା ହେଇଛି ବାପା? ଅର୍ଥାତ୍ ଆମ୍ଭେମାନେ ଯେପରି ତାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ନିନ୍ଦା ନଥିବ, ଅନିନ୍ଦନୀୟ ହେଉ। ଏଥିପାଇଁ ସେ ଜଗତର ପତନ ପୂର୍ବେ, ଏଥିପାଇଁ ସେ ଜଗତର ପତନ ବେଳେ, ଜଗତର ଫାଉଣ୍ଡେସନ ପଢି ନଥିଲା, ବିଫୋର ଦ ଫାଉଣ୍ଡେସନ ଅଫ ଏର୍ଥ ବୋଲି ଖାଇଛି କିଙ୍ଗ ଜେମ୍ସ ଭର୍ସନରେ। ଜଗତର ଭିତ୍ତିମୂଳ ପଡି ନଥିଲା ବେଳେ ପୃଥିବୀ ସୃଷ୍ଟି ଏକା ହେଇ ନଥିଲା। ଆଇବକୁ ପ୍ରଭୁ ପଚାରୁଛନ୍ତି, ମୁଁ ପୃଥିବୀ କେବେ ସୃଷ୍ଟି କଲି ତୁ ଜାଣିଛୁ? କେତେ ଦୌଡ଼ରେ ମୁଁ ମାପିଲି, କେତେ ଲମ୍ବା, କେତେ ଚଉଡ଼ା, କେତେ ଗୋଲେଇ ହେବ ଜାଣିଛୁ କି ରେ ବାପା ବୋଲି ଆଇବକୁ ପ୍ରଭୁ ପଚାରୁଛନ୍ତି। ଆଇବଙ୍କ ବିବରଣୀ ପଢନ୍ତୁ। ଆଇବ ବଡ଼ ବଡ଼ କଥା କହୁଥିଲେ ଈଶ୍ୱରଙ୍କ ସାମ୍ନାରେ। ଆମେ କେବେ ଈଶ୍ୱର ବଡ଼ ବଡ଼ କଥା କହୁ, ଆମେ ଭାବୁ ମୁଁ ଯେମିତି କହୁଛି ଈଶ୍ୱର ସେମିତି ଏକା ହେଇଥିବେ, ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ବ୍ୟକ୍ତିତ୍ୱଙ୍କୁ ଆମେ ନିଜର ଛୋଟ ବ୍ରେନ୍, ଏଇଟା ଡିଏସ୍ପି ପଢ଼ି ଭଳିଆ ଆମେ କମ୍ପ୍ୟୁଟର କରିଛୁ ନା, ଏତିକି ଜ୍ଞାନ ଆମର। ଆଦମ ସବୁ ପଶୁମାନଙ୍କ ନାଁ ଦେଇଥିଲା। ଆପଣ 10ଟା ପଶୁର ନାଁ କହିପାରିବେ? 100ଟା ପଶୁର ନାଁ। ଆକାଶର ସବୁ ଚଢ଼େଇଙ୍କ ନାଁ ଆଦମ ଦେଇଛି। ପ୍ରଥମ ମନୁଷ୍ୟ ଯାହାକୁ ତିଆରି କରୁଥିଲେ। ଆପଣ 50 ଚଢ଼େଇର ନାଁ କହିପାରିବେ? ମାଛ କେତେଟା କହିପାରିବେ? ଦୁବ ଘାସ, ବେରସ ଗଛ, ଦୁବ ଘାସ, ଦେବଦାର ଗଛ, ଚନ୍ଦନ ଗଛ ପଡ଼ିବ। ଆପଣ କେତେଟା ଘାସର ନାଁ କହିପାରିବେ? କୀଟ ପତଙ୍ଗ, ତରୁଲତା, ଦୃଶ୍ୟ ଅଦୃଶ୍ୟ ଆପଣ ଦେଖିଛନ୍ତି? ତାକୁ ସୃଷ୍ଟି କରୁଛନ୍ତି ସେ। ତାହାଙ୍କ ଦ୍ୱାରା ସବୁ ସୃଷ୍ଟି ଲେଖାଏ, ତାଙ୍କ ଦ୍ୱାରା ସୃଷ୍ଟି, ତାଙ୍କ ନିମନ୍ତେ ସୃଷ୍ଟି ଲେଖାଏ। ଆପଣଙ୍କ ପାଇଁ ମୋ ପାଇଁ ସୃଷ୍ଟି ହେଇନାହିଁ, ତାଙ୍କ ଦ୍ୱାରା ସୃଷ୍ଟି ଆଉ ତାଙ୍କ ପାଇଁ ଏକା ସୃଷ୍ଟି। ଆପଣଙ୍କୁ ମୋତେ ସେ ସୃଷ୍ଟି କରି ତାଙ୍କ ପାଇଁ ବୁଝିବା ଦରକାର। ସେ ଜଗତର ପତନ ପଥି ପୂର୍ବେ ଆପଣଙ୍କୁ ମନୋନୀତ କଲେ। କ'ଣ କଲେ?
ସମସ୍ତେ କିନ୍ତୁ କଣ କଲେ? ମନୋନୀତ କଲେ ମନୋନୀତ କଲେ chosen, you are chosen by God. ଈଶ୍ୱର ଆପଣଙ୍କୁ ମନୋନୀତ କରିଛନ୍ତି। You are redeemed by Jesus Christ. ରକ୍ତରେ ମୁକ୍ତ ପିତାଙ୍କ ଦ୍ୱାରା ମନୋନୀତ। 13 ପଦ ପଢନ୍ତୁ କହିବେ 13 ଏଫିସି 1:13 ଶୀଘ୍ର ଶେଷ କରିବା। ତାହାଙ୍କ ଦ୍ୱାରା ତୁମ୍ଭେ ମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ। ସମସ୍ତେ କହିବା ମୁଦ୍ରାଙ୍କିତ। ମୁଦ୍ରାଙ୍କିତ ସମସ୍ତେ କହିବା ମନୋନୀତ। ମନୋନୀତ ସମସ୍ତେ କହିବା ମୁକ୍ତ। ମୁକ୍ତ ସମସ୍ତେ କହିବା ମୁଦ୍ରାଙ୍କିତ। ମୁଦ୍ରାଙ୍କିତ ପିତା ପରମେଶ୍ୱର ମନୋନୀତ କଲେ। ସ୍ୱର୍ଗର ପରମେଶ୍ୱର ଆପଣଙ୍କୁ ମନୋନୀତ କଲେ। ସମସ୍ତେ ମନୋନୀତ କରିଛନ୍ତି। ଆପଣ ଜାଣନ୍ତୁ ନ ଜାଣନ୍ତୁ, ବୁଝନ୍ତୁ ନ ବୁଝନ୍ତୁ, ଗ୍ରହଣ କରନ୍ତୁ ନ ଗ୍ରହଣ କରନ୍ତୁ, ଆପଣ ମନୋନୀତ। ଆପଣ ଯୀଶୁଙ୍କ ରକ୍ତରେ ମୁକ୍ତ। ଆପଣ ଆଉ ମୁଁ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ। chosen, redeemed and sealed. जो सील दिया ହେଇଛି କିଏ ନେଇପାରିବ? 5ଟି ଘଟଣା ପାଇଁ ଯୀଶୁ ଜଗତକୁ ଆସିଥିଲେ। ଫାଇନାଲ 5ଟି ଘଟଣା ଘଟିଲା ଯେତେବେଳେ କ୍ରୁଶରେ ମଲେ। କ'ଣ ହେଲା? ଯେ ପାପ ଉପରେ ଜୟ ଲାଭ କଲେ। ନମ୍ବର 1 କାହା ଉପରେ ଜୟ ଲାଭ କଲେ? ପାପ ଉପରେ ଜୟ ଲାଭ। ସମ୍ପୂର୍ଣ୍ଣ ଜଗତର ସବୁ ପାପ କ୍ଷମା ହେଇଯାଇଛି କାଲବରୀ କ୍ରୁଶରେ। ସେତେବେଳେ କ୍ଷମା କରିଦିଅ, କ୍ଷମା ହେଇଗଲା। when God spoke it happened. ଆର୍କିଟିକାଲ କହିଲେ ହେବ ନାହିଁ, ମୋର ଜବାବ ନାହିଁ, ଆପଣଙ୍କ ଜବାବ ନାହିଁ, ମଣିଷର ଜବାବ ନାହିଁ। ସୃଷ୍ଟିକର୍ତ୍ତା କହିଲେ କ୍ଷମା କରିଦିଅ, କରିଦେଲେ। ନରକର ଯାତନା ସେ ବହନ କଲେ, ପାତାଳକୁ ଚାଲିଗଲେ ବୋଲି ଲେଖାଯାଇଛି। ଯେ କ୍ରୁଶରେ ମଲେ ଆତ୍ମା ପାତାଳକୁ ଚାଲିଗଲା। ବନ୍ଦୀ ହେଇକି ଯେଉଁମାନେ ନରକରେ ଥିଲେ ତାଙ୍କୁ ମୁକ୍ତ କରି ସ୍ୱର୍ଗକୁ ନେଇଗଲେ। ନରକର ଯନ୍ତ୍ରଣା ଯୀଶୁ ମୃତ୍ୟୁଞ୍ଜୟ 3 ଦିନ ପରେ ଉଠିଲେ। କହିଲେ ମୁଁ 3 ଦିନ 3 ରାତ୍ର ଉଠିଲେ। 16 ଜଣ 20 ଜଣ ସୈନ୍ୟମାନେ ଜଗିଥିଲେ। ଗଭର୍ଣ୍ଣର ପିଲାତଙ୍କର ସିଲ୍ ଦିଆ ହେଇଥିଲା ସେ ସମାଧିରେ ପଥର। ଯାଆନ୍ତୁ ଜେରୁସାଲେମକୁ ଦେଖିବେ, ଖୋଲା ପଡ଼ିଛି। ଲକ୍ଷ ଲକ୍ଷ ଲୋକ ଯାଆନ୍ତି ଦେଖିବା ପାଇଁ। ଯୀଶୁ ସମାଧିରେ ନାହାନ୍ତି, ଏଠି ନାହାନ୍ତି ଲେଖା ହେଇଛି। ମୃତମାନଙ୍କ ମଧ୍ୟରେ ଜୀବିତଙ୍କର କାହିଁକି ଅନ୍ୱେଷଣ କରୁଛ? ମୃତମାନଙ୍କ ମଧ୍ୟରେ ଜୀବିତଙ୍କର କାହିଁକି ଅନ୍ୱେଷଣ କରୁଛ? why you are searching a person among the dead? ମରିଥିବା ମଣିଷ ପରେ କାହିଁକି ଜୀବିତ ମଣିଷର ଅନୁସନ୍ଧାନ କରୁଛ? ସେ ମୃତ୍ୟୁର ନାହରେ ଭାଙ୍ଗିଲେ। ମୃତ୍ୟୁରୁ ଉଠିକି ସାଙ୍ଗେ ସାଙ୍ଗେ କୁଆଡ଼େ ଉଭେଇ ଗଲେ ନାହିଁ। କେତେ ଦିନ ରହିଲେ? 40 ଦିନ ରହିଲେ। ବାପା ଖାଇଲେ, ପିଇଲେ, ବୁଲିଲେ। ଏକାଥରକେ 500 ଭାଇମାନେ ତାଙ୍କୁ ପ୍ରଥମ କରନ୍ତି 15 ପରେ ଏକାଥରକେ 500 ଭ୍ରାତାମାନେ ତାଙ୍କୁ ଦର୍ଶନ। ଆଉ ସମସ୍ତେ ଦେଖିଲେ ଦିନେ ହଠାତ୍ ଚାଲିଲେ, ବାହାରିଲେ ଘରୁ। ଶିଷ୍ୟମାନେ ଅଛନ୍ତି, ହଜାର ହଜାର ଜନତା। ଜେରୁସାଲେମର ପୂର୍ବ ଦିଗରେ ଜିତ ପର୍ବତ, ମାଉଣ୍ଟ ଅଫ୍ ଅଲିଭସ୍। ଯୀଶୁ ଗଲେ, ଚାରିପଟେ ଲୋକ ଘେରିଛନ୍ତି, କ'ଣ ହେଉଛି ଘଟଣା ବୋଲି। ସେ କହିଲେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଧିକାର ମୋତେ ପ୍ରଦତ୍ତ ହେଉଛି। ଅତଏବ ତୁମାନେ ଯାଅ ସମୁଦାୟ ଜଗତ ଲୋକମାନଙ୍କୁ এই ସୁସମାଚାର କହିଲେ। କ'ଣ ସୁସମାଚାର? ଧର୍ମ ନାହିଁ, ସୁସମାଚାର। କ'ଣ ସେଟା? ପାପୀ ପାଇଁ ଯୀଶୁ ମରିଛନ୍ତି, ମଣିଷ ପାଇଁ ଯୀଶୁ ମରିଛନ୍ତି। ଏ କଥା କୁହ, ଯିଏ ବିଶ୍ୱାସ କଲେ ସେ ପବିତ୍ର ପାଇବେ। ଯେ କେହି କଳା, ଧଳା, ଗୋରା, ହଳଦିଆ ବିଭିନ୍ନ ଲୋକଙ୍କ ରହୁଛ, ଶିକ୍ଷିତ, ଧନୀ, ଗରିବ, ଉଚ୍ଚ ଜାତି, ନିଚୁ ଜାତି, ଏ ତ ଖୁସିରେ ଚାଲିଛି ନା। ଯେ କେହି ତାଙ୍କୁ ବିଶ୍ୱାସ କରେ ସେ ପବିତ୍ର ପାଇବେ। ଆଉ ସେ କ'ଣ? ମୁଁ ଯାଉଛି ପିତାଙ୍କ ଗୃହରେ, ମୋର ବାପାଙ୍କ ଗୃହରେ ବା ସ୍ୱର୍ଗ ରାଜ୍ୟରେ ଅନେକ ବାସସ୍ଥାନ ଅଛି। ସ୍ଥାନ ପ୍ରସ୍ତୁତ କଲା ପରେ ମୁଁ ପୁନର୍ବାର ଆସିବି। ମୁଁ ଯୋଉଠି ଥାଏ ତୁମମାନଙ୍କୁ ସେଇ ଜାଗାକୁ ନେଇଯିବି, ଆଉ ତୁମେ ମୋତେ ମୋ ସହିତ। ହ୍ୟାଲୋ, ତମେ ତ ତାଳି ବଜାଇବା କଥା ଏଇଟା କହିଲା ବେଳକୁ। ତମେ ତୁନି ପଡ଼ିକି ମୃତ ଆଉ ଡେଡ୍। ତମେ ତ ତାଳି ବଜାଇବା ସପୋର୍ଟ ବେପ କଥା। ଯୀଶୁ ମିଶନ ସଜିମାଏ ଅସଟେ ଭାଇନି ମତ ଏମା ଗସ୍ତାନା ରହିମାଏ। ଦାରିଙ୍ଗବାଡ଼ିରେ ତ 30 ବର୍ଷ 40 ବର୍ଷ ମୁଁ ରାଇକେର ଅଛି। ମୁଁ ଏମିତି 60 70 80 ବର୍ଷ ବଞ୍ଚିବି। ଆପଣ 80 ବର୍ଷ 100 ବର୍ଷ ବଞ୍ଚିବେ। ଅନନ୍ତ କାଳ କିଏ ବଞ୍ଚିବ କି? ନାହିଁ। ଅନନ୍ତ ରାଜ୍ୟ ଅଛି ଯୋଉଠିକି ତମେ ସର୍ବଦା ବଞ୍ଚିବ ଈଶ୍ୱରଙ୍କ ସହିତ। ପାପ କ୍ଷମା ହେଇଥିବ। ମୁଁ ତୁମକୁ ନେଇଯିବି। ଆଉ ବାଇବେଲ ଯୋଉ କଥା ଲେଖା ହେଇଥିଲା, ଏଇଟା ପରେ ଏଇଟା, ଏଇଟା ପରେ ଏଇଟା, ଏଇଟା ପରେ ଏଇଟା ଘଟଣା ଘଟିବ ବୋଲିକି ଆମ ଆଖିରେ ଘଟଣା ଘଟୁଛି। ମୋ ପାଖରେ ସମୟ ନାହିଁ କହିବା ଆପଣଙ୍କୁ, ନହେଲେ ମୁଁ ପ୍ରମାଣ ସହିତ ଆପଣ କୁହନ୍ତି। ବର୍ତ୍ତମାନ ଇଭେଣ୍ଟସ ଯୋଉ ଚାଲିଛି ପୃଥିବୀରେ କୋଉଠି କ'ଣ ହେଇଛି, ମିଡଲ ଇଷ୍ଟରେ କ'ଣ ଚାଲିଛି, କୋଉଠି ଆଉ କ'ଣ ଚାଲିଛି, ସବୁ ଯାକ ଆମେ ଜାଣୁଛୁ।
ସବୁ ଯାକ ନାଁ ସହିତ ଲେଖା ହେଇଛି ବାଇବଲରେ। ନାଁ ସହିତ କିଏ କାହାକୁ କେତେବେଳେ ଆଟାକ୍ କରିବ, କୋଉଠି ଯୁଦ୍ଧ କୋଉଠୁ ଷ୍ଟାର୍ଟ ହେବ, କୋଉ ଯୁଦ୍ଧ କୋଉଠି ସରିବ, କିଏ ହାରିବ କିଏ ଜିତିବ, ସବୁ ଯାକ ଲେଖା ହେଇଛି। ଏଥିପାଇଁ ସେ ଆମକୁ ମନୋନୀତ କଲେ, ଆମକୁ ମୁକ୍ତ କଲେ, ଆମକୁ ଉଦ୍ଧାର କଲେ। ପାପ ଉପରେ ଯୀଶୁ ଜୟଲାଭ କଲେ କାଲବାରୀ କ୍ରୁଶରେ, ସମ୍ପୂର୍ଣ୍ଣ ପାପ ପରାଜୟ କଲେ, ନରକକୁ ସମ୍ପୂର୍ଣ୍ଣ ପରାଜୟ କଲେ, ମୃତ୍ୟୁକୁ ସମ୍ପୂର୍ଣ୍ଣ ପରାଜୟ କଲେ, ଆଉ ନମ୍ବର 4 ଶୟତାନକୁ ସମ୍ପୂର୍ଣ୍ଣ ପରାଜୟ କଲେ। କଳସରେ ଲେଖା ହେଇଛି ସେ ଅସ୍ତ୍ର ଶସ୍ତ୍ର ଛଡେଇ ନେଇ ପ୍ରକାଶ୍ୟ ପୂର୍ବକ କାଲବାରୀ କ୍ରୁଶରେ ବିଜୟ ଯାତ୍ରା କଲେ, ମନୁଷ୍ୟ ବିରୁଦ୍ଧରେ ଥିବା ଅଭିଯୋଗ ପତ୍ରକୁ କ୍ରୁଶରେ ଟାଙ୍ଗି ଦେଇକି ପଥର ଦୂର କରିଦେଲେ। ପାପର ବେତନ ଯେ ମୃତ୍ୟୁ ଥିଲା, ଆର୍କେଡିକାଲ ପାପ କରିଛି ନରକକୁ ଯିବ ଲେଖା ହେଇଥିଲା, ତାକୁ ଟାଙ୍ଗି ଦେଲେ, ବାହାର କରିଦେଲେ। ଶୟତାନକୁ ପରାଜୟ କଲେ, ଆଉ ଜଗତକୁ ପରାଜୟ କଲେ। ଏ ଜଗତର ଆକର୍ଷଣ ଆମକୁ ଆପଣଙ୍କୁ ମତେ ଏଇଟା ମୋର, ଏଇଟା ମୋର, ଏଇଟା ମୋର। ବାବୁ କିଏ କାହାର ନୁହେଁ। ମରିଗଲେ ତରି ଯାଏ ନାହିଁ, ମରିଗଲା ପରେ ନେକ୍ସଟ ଡୋର ଆଉ ଗୋଟେ ରୁମରେ ପଶିବ ତମେ, ଏପଟେ ନା ସେପଟେ। ପ୍ରଭୁ କହିଲେ ତୁମ ସାମ୍ନାରେ ଜୀବନ ରଖିଛି, ମରଣ ରଖିଛି, ତୁମ ସମ୍ମୁଖରେ ଆଶୀର୍ବାଦ ରଖିଛି, ଅଭିଶାପ ରଖିଛି, ତମେ କଣ ଗ୍ରହଣ କରୁଛ କର। ଜୀବନ ଗ୍ରହଣ କଲେ ଭଲ ବୋଲି ସଜେସନ ଦେଇଛନ୍ତି। ମୃତ୍ୟୁ ରଖିଛି ଆଉ ଜୀବନ ରଖିଛି, ଅଭିଶାପ ରଖିଛି, ଆଶୀର୍ବାଦ ରଖିଛି। ତୁମେ କଣ ଗ୍ରହଣ କରିବ କର, ଜୀବନରେ ଗ୍ରହଣ କଲେ ଭଲ ବୋଲି ପ୍ରଭୁ କହିଲେ। ଏବେ ଚଏସ୍ ଇଜ ୟୋର୍ସ, ଚଏସ୍ ଇଜ ୟୋର୍ସ। ଆପଣଙ୍କର ମୋର ସ୍ୱାଧୀନତା ଦେଇଛନ୍ତି, ମନୁଷ୍ୟ ଭିତରେ ସ୍ୱାଧୀନତା, ତାକୁ ବାନ୍ଧିକି ରଖିଲେ ମଧ୍ୟ ଗୋଟେ ରୁମ 4ଟା ତାଲା ପକେଇ ତା ଭିତରେ ସ୍ୱାଧୀନତା ଅଛି, ତା ଫ୍ରିଡମ ଅଛି, ତା ଭିତରେ ତାକୁ କେହି ବନ୍ଦ କରିପାରିବେନି। ସେ କଣ ବି ଚିନ୍ତା କରିବ, କଣ ବି ମନେ ମନେ ଭାବିବାକୁ ପାରିବ। ସେ ଜନ୍ମରୁ ସେ ଫ୍ରିଡମ ବା ସ୍ୱାଧୀନତାକୁ ମାତାର ଗର୍ଭରୁ 9 ମାସକୁ 10 ମାସ ମାଂସ ପିଣ୍ଡ ହେଇ ଭିତରେ ଥିଲାବେଳେ ତାର ସ୍ୱାଧୀନତା ଥାଏ। ଭିତରେ ଗୋଡ଼ ମାରୁଥାଏ, ଲାତ ମାରୁଥାଏ ମାଆକୁ, ମା ଏମିତି ପେଟ ଛୁଆ ହଲୁଛି, ଏମିତି ହେଉଛି, ସେମିତି କହୁଛି। ମା କଣ ସେଟା କରୁଛନ୍ତି କି? ସ୍ୱାଧୀନତା, ତାର ଫ୍ରିଡମ, ଏଟା ହଉଛି ଲିବର୍ଟି। ଏଥିପାଇଁ ଆଜି ସମୁଦାୟ ଜଗତ ପାଇଁ ବଳିଦାନ ହେଇଯାଇଛି। ଆଉ ବଳିଦାନ ଆଉ କୋଉ ବଳି ପ୍ରଭୁ ଗ୍ରହଣ କରିବେ ନାହିଁ। ତାହେଲେ ଆମ୍ଭେ ଅଟୁ, ଆମ୍ଭ ଛଡ଼ା ପରମେଶ୍ୱର କେହି ନାହାନ୍ତି। ଆମ୍ଭର ପରିବର୍ତ୍ତନ ନାହିଁ, ଆମ୍ଭ ସହିତ ତୁମେ କାହାକୁ ତୁଳନା କରିବ। ଏଥିପାଇଁ ଆଜି ସେ ପ୍ରଭୁ ଏଇ ଜାଗାରେ ଆପଣଙ୍କୁ ମତେ ଚେତନା ଦେବା ପାଇଁ ଚାହାନ୍ତି। ସେ ବେଥଲେହେମରେ ଜନ୍ମ ହେଲେ। ଶେଷ କରିବା ପୂର୍ବରୁ ମୁଁ 2 ପଦ ପଢ଼ିକି ଶେଷ କରିବି। ବର୍ତ୍ତମାନ ସେ ଆମେ ଥିଲୁ ଲୁକ ସୁସମାଚାର 2 ପର୍ବରେ ଥିଲୁ। ଦେଖନ୍ତୁ ଲୁକ ସୁସମାଚାର 2 ପର୍ବକୁ ଆମେ ଯିବା ଆଉ ଶେଷ କରିବା। ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। এই ଜାଗା ଯିବା ପୂର୍ବରୁ ଏ ବାକ୍ୟ ପ୍ରଭୁଙ୍କର ରବ ଆପଣଙ୍କ ଜୀବନରେ କାର୍ଯ୍ୟ କରୁ। 10 ପଦ ଲେଖାଯାଇଛି, 2ର 10 ପଦରେ ଯେତେବେଳେ ଦୂତ ସେମାନଙ୍କୁ କହିଲେ, ଦୂତ କହିଲେ ଭୟ କର ନାହିଁ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଛି। କଣ ସେଟା? ପାପ କ୍ଷମା, ଆନନ୍ଦଦାୟକ ସୁସମାଚାର। ତେଣୁ କ୍ଷମା କରିଦେଲେ ଏତେ ବଡ଼ କଥା। ଲୋକ ଦୋଷ କରେ, ସେ କ୍ଷମା ଚାହେଁନି। ମତେ ଯୋଉଠି କ୍ଷମା କରିଦିଅନ୍ତା, ମୁଁ ଟିକେ ଦଣ୍ଡରୁ ମୁକ୍ତି ହେଇଯାଆନ୍ତି ବୋଲି ସମସ୍ତେ ଚାହାନ୍ତି। ଆନନ୍ଦଜନକ ସୁସମାଚାର ତୁମକୁ ଜଣାଉଛି। କାରଣ ଆଜି ବୋଲେ କେବେ ସେଇଟା ଭାଇମାନେ, ଆଜି ବୋଲେ କେବେ? ଆଜି କେତେ ତାରିଖ? କାଲି ପଢିବ ଏଇଟା, ଆଜି ବୋଲେ କେବେ? 25 ତାରିଖ ଡିସେମ୍ବରରେ ପଢିଲେ କେତେ? ଆଜି ହେଲା ଅଛି ବାଇବଲରେ। ମୁଁ ଏବେ ପ୍ରମାଣ କାଢ଼ିକି ତ ଦେଖେଇ ପାରିବି। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ତାରିଖ ଦିଆଯାଏ ନାହିଁ, କିନ୍ତୁ ସେ ଟାଇମ ଦିଆଯାଇଛି। ଏଇ ଲୋକରେ ଏକା ଅଛି। ବାଳକମାନେ ଖୋଜିକି କହିଲେ ସିନା ହେବ, ଖାଲି ଗୀତ ଗାଇଲେ କଣ ହବ? ଖୋଜୁ ବାଇବଲରେ କୋଉ ଲେଖା ହେଇଛି, ପ୍ରମାଣ କାଢ ସେଠୁ। ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଖ୍ରୀଷ୍ଟ କହିଲେ ଅଭିଷିକ୍ତ ବା anointed one, ଯାହାକୁ ବଳି କରାଏ ତାକୁ କୁହାଯାଏ ଖ୍ରୀଷ୍ଟ। ପ୍ରଭୁ କହିଲେ ଲର୍ଡ ବା ମାଲିକ ବା କର୍ତ୍ତା। ଯଦି ଯୀଶୁକୁ ଗ୍ରହଣ କରେ ସେ ତୁମର ମାଲିକ ହୁଅନ୍ତି। ନିଜ ଇଚ୍ଛାରେ ନାହିଁ, ତାଙ୍କ ଇଚ୍ଛାରେ ଚାଲ। ସେ ଖ୍ରୀଷ୍ଟ ମୋର ଅପରାଧ ପାଇଁ ବଳି ହେଲେ କ୍ରୁଶରେ, ବଳି କରାଗଲା, ପଶୁ ବଳି କଲା ଭଳିଆ। ସେ ପ୍ରଭୁ ଶ୍ରୀଖ୍ରୀଷ୍ଟ, ତାଙ୍କ ନାମରେ ପରିତ୍ରାଣ ଅଛି। ଏହା ସମସ୍ତଙ୍କ ନିମନ୍ତେ ଆନନ୍ଦଜନକ ସୁସମାଚାର। ପ୍ରଭୁ ଗୌରବ ପାଆନ୍ତୁ। ଏ ରାତ୍ର ସମୟରେ ତାଙ୍କର ଅନୁଗ୍ରହ ଦ୍ୱାରା ଆମେ ସମସ୍ତେ এই সুসমাচার শুনিয়া ପାଇଁ ସୁଯୋଗ ପାଇଛୁ। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୋତେ
ଅତି ନମ୍ରତାର ସହିତ ପ୍ରଭୁ ଆପଣଙ୍କୁ ମୋତେ ଆଜି ତାଙ୍କର ଗୌରବ ପାଇଁ ବଡ଼ଦିନ ପୂର୍ବରୁ এই ପ୍ରାକ୍ ବଡ଼ଦିନ ପାଳନ କରିବା ପାଇଁ ସୁଯୋଗ ଦେଇଛନ୍ତି। ଆଡଭାନ୍ସ ଜୟ, ଅଗ୍ରିମ ଆନନ୍ଦ। ಎಂಬೆಡೆ ಗೈರು ಅಂಬ ರೆಹಾಯಿನ ದೋಸ್ತಿದೆ ଅଗ୍ରିମ ଆନନ୍ଦ, ଆଡଭାନ୍ସ ଜୟ। ଖୁସି ହେବା ଦରକାର ନା, ନାଇଁ କି? ଖୁସି ହେବା ଦରକାର। 25 ତାରିଖରେ ଆଉ ଟିକେ ଅଧିକ କ୍ଲାଇମାକ୍ସକୁ ପଳେଇବ। ଆଉ ସେଥିପାଇଁ ଆମେ ସମସ୍ତେ ପ୍ରାର୍ଥନା ରହିବା, ନମ୍ରତାରେ ରହିବା, ଶ୍ରଦ୍ଧାରେ ସ୍ନେହ ରହିବା, ଏକତା ରହିବା, ପରସ୍ପରକୁ ମାନେ ସମ୍ମାନ ଦେବା। ପାରିଲେ କାହାକୁ ଆପଣ ଗେଷ୍ଟ କରନ୍ତୁ, ଆପଣ ଟିକେ ଭଲ କଥା ସୁସମାଚାର ପ୍ରଭୁଙ୍କର ପ୍ରେମ ଟିକେ ଦେଖାନ୍ତୁ, ନିଜ ସାହି ପଡ଼ିଶା ସାଙ୍ଗସାଥି ବନ୍ଧୁବାନ୍ଧବ ଆଉ ପିସ୍ ମେଣ୍ଟେନ୍ କରନ୍ତୁ। ଉର୍ଦ୍ଧ୍ୱ ଲୋକରେ କ'ଣ ଲେଖାଯାଇଛି? ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୃଥିବୀରେ ତାଙ୍କର ସନ୍ତୋଷ ପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ କ'ଣ? ସନ୍ତୋଷ ପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। କୁହନ୍ତୁ, ପାଟି ଆଣିଛୁ ନା ଭୋକ ହେଲାଣି? ଶାନ୍ତି। ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ବଡ଼ ପାଟିରେ କୁହନ୍ତୁ, ଶାନ୍ତି ମନୁଷ୍ୟମାନଙ୍କ ମଧ୍ୟରେ। ଏଥିପାଇଁ ଯୀଶୁ ଆସିଲେ ଶାନ୍ତି ଦେବା ପାଇଁ, ଅଶାନ୍ତି ନାହିଁ, ଶାନ୍ତି ଦେବା ପାଇଁ ଆସିଲେ। ଉର୍ଦ୍ଧ୍ୱ ଲୋକରେ ତାଙ୍କର ମହିମା ସ୍ୱର୍ଗରେ, କିନ୍ତୁ ପୃଥିବୀରେ ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଚକ୍ଷୁ ବନ୍ଦ କରିବା ସମସ୍ତେ। ପ୍ରଭୁ ଧନ୍ୟବାଦ କରୁଛୁ, ମହିମା କରୁଛୁ ବାପା। ঊর্ধ্ব লোকরে মহিমা, গৌরব, সম্ভ্রম, প্রশংসা, পূজা, বন্দনা, অর্চনা, উপাসনা তুমি পাଇବା ପାଇଁ একমাত্র যোগ্য তুমি। ଆଉ ପୃଥିବୀରେ ତୁମର ବଳିଦାନ ଦ୍ୱାରା ଆଉ ତୁମର ଜନ୍ମ ଦ୍ୱାରା ପୃଥିବୀରେ ଶାନ୍ତି, ଯେହେତୁ ମନୁଷ୍ୟର ହିସାବ କିତାବ ତୁମେ ତୁଟେଇ ଦେଇଛ କାଲବରୀ କୃଷ୍ଣ। ମନୁଷ୍ୟ ବିରୁଦ୍ଧରେ ଯୋଉ ଦଣ୍ଡ ଥିଲା, ଅଭିଶାପ ଥିଲା, କର୍ମର ଫଳ ଥିଲା, ସେ ସବୁ ନିଜ ଶରୀର ଉପରକୁ ନେଇ କୃଷରେ ବଳିଦାନ କରି ତୁମେ ମନୁଷ୍ୟର ସବୁ ହିସାବ ପାଇଁ ମୁକ୍ତ କରିଦେଇଛ। ପାପରୁ ମୁକ୍ତ କରିଛ, ମୃତ୍ୟୁରୁ ମୁକ୍ତ କରିଛ, ନରକରୁ ମୁକ୍ତ କରିଛ, ଶୟତାନ କବଳ ମୁକ୍ତ କରିଛ, ଜଗତରୁ ମୁକ୍ତ କରିଛ। ଧନ୍ୟବାଦ କରୁଛୁ ତୁମର ଅସୀମ ପ୍ରେମ, ଅସୀମ କୃପା ପାଇଁ। ତୁମେ ସେବା ପାଇବାକୁ ଆସିନଥିଲ ବାପା, ସେବା କରିବାକୁ ଆସିଥିଲ। ଅନେକଙ୍କର ମୁକ୍ତିର ମୂଲ୍ୟ ସ୍ୱରୂପ ଆପଣ ପ୍ରାଣ, ଆପଣ ରକ୍ତ ଦେବା ପାଇଁ ଆସିଥିଲ। ଏଥିପାଇଁ ଧନ୍ୟବାଦ କରୁଛୁ। ଆଜି ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ପଡ଼ିଆରେ କିଛି ଲୋକ ଆମେ ଏ ଥଣ୍ଡା ପାଗରେ ଟେଣ୍ଟ ତଳେ ବସିଛୁ। ଯେଉଁ ଯୁବା ବନ୍ଧୁମାନେ ଆୟୋଜନ କରିଛନ୍ତି ସେମାନଙ୍କ ପାଇଁ ଧନ୍ୟବାଦ କରୁଛୁ। ସେମାନେ କଠିନ ପରିଶ୍ରମ କରି ହସ୍ତ ବଢ଼ାଇ ଏ ସମସ୍ତ ଆୟୋଜନ କରିବାରୁ ଆମେ ଏଠି ବସିଛୁ। ଆମର ସମାନ ଅତିଥିମାନେ ମଧ୍ୟ ବସିଛନ୍ତି, ସାନ ପିଲାଠାରୁ ବଡ଼ ପର୍ଯ୍ୟନ୍ତ, ବାପା ମା, ଭାଇ ଭଉଣୀ, ପୁଅ ଝିଅ। ପ୍ରଭୁ ବର୍ତ୍ତମାନ ଆମେ ଫେରିବା, ଆମମାନଙ୍କ ସଙ୍ଗରେ ହୁଅ, ଆମମାନଙ୍କର ସକଳ ଅପରାଧ କ୍ଷମା କର। ତୁମେ ଯେପରି କହିଛ ସେପରି ଆସିବ, ଆଜି ନହେଲେ କାଲି ଆସିବ। ଆପଣ ବାକ୍ୟ ପ୍ରମାଣ। ଆଉ ଆଜି ନହେଲେ କାଲି ଦିନେ ମନୁଷ୍ୟ ତୁମ ସାମ୍ନାରେ ଠିଆ ହେବ ହିସାବ ଦେବା ପାଇଁ। ମୋତେ, ମୋର ଭାଇ ଭଉଣୀମାନଙ୍କୁ, ଲୋକମାନଙ୍କୁ ତୁମେ ରକ୍ଷା କର। ତୁମେ ଅପରାଧ ବହନ କରିଛ କୃଷ ଉପରେ, ଏଥିପାଇଁ ଧନ୍ୟବାଦ। ରାତ୍ର ସମୟରେ ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ, ସମସ୍ତଙ୍କ ଆବଶ୍ୟକ ବିଷୟ ଯୋଗାଅ, ସମସ୍ୟାରୁ ମୁକ୍ତ କର, ରୋଗରୁ ମୁକ୍ତ କର, ଅଶାନ୍ତିରୁ ମୁକ୍ତ କର, ଅନ୍ନ ବସ୍ତ୍ର ଯୋଗାଅ, ଯାହାର ଯୋଉଟା ଆବଶ୍ୟକ ତାହା ଯୋଗାଇ ପରିତୃପ୍ତ କର। ପରିବାର ମାନଙ୍କର ଶାନ୍ତି, ଆମ ସାହିରେ, ଗାଁରେ, ଆମ ସହରରେ ଶାନ୍ତି। ଆମମାନଙ୍କର ପ୍ରଶାସନକୁ ଆଶୀର୍ବାଦ କର, ଆମମାନଙ୍କର ସରକାରକୁ ଆଶୀର୍ବାଦ କର, ଯେପରି ପ୍ରଭୁ ଆମମାନେ ସମସ୍ତେ ସୁରକ୍ଷା ଆଉ ଶାନ୍ତିରେ ବାସ କରିବା। ଏଥିପାଇଁ ତୁମେ ସମସ୍ତଙ୍କ ପ୍ରତି ମୋର ଆଶୀର୍ବାଦ ଢାଳି ଦିଅ ପ୍ରଭୁ। ଯାହା ଆବଶ୍ୟକ ଜୀବନରେ ଅଛି ସବୁକିଛି ତୁମେ ଦୟାକରି ଯୋଗାଉଛ ଆଉ ଯୋଗାଇବ ପ୍ରଭୁ। ଲୋକମାନେ ଯେପରିକି ମନ୍ଦତାରୁ ଫେରିବେ, ତୁମ ପଛରେ ଚାଲିବେ, ସେଇ ପ୍ରକାର ତୁମେ ଦୟା କର। ମହିମା, ଗୌରବ, ସମ୍ଭ୍ରମ ତୁମକୁ ଦେଉଛି। ଏଠି ବସିଥିବା ପ୍ରତ୍ୟେକଙ୍କୁ, ସାନଠାରୁ ବଡ଼ ପର୍ଯ୍ୟନ୍ତ, ମଞ୍ଚରେ ଏବଂ ତଳେ, କିଏ ବସିଛି, କିଏ ଉଠି ଠିଆ ହେଇଛି, ଏ ସମସ୍ତଙ୍କୁ ତୁମେ ନାମରେ ଜାଣିଛ। ସେମାନଙ୍କର ଠିକଣା, ସେମାନଙ୍କର ଆଡ୍ରେସ୍ ତୁମ ହାତ ପାପୁଲିରେ ଅଛି। ଏଥିପାଇଁ ତୁମେ ପ୍ରତ୍ୟେକଙ୍କୁ ଦୟାକରି ନାମ ଧରି ଧରି ଆଶୀର୍ବାଦ କର। ସମସ୍ତେ ଏଇ ଜାଗାରୁ ଶାନ୍ତିରେ ଯେପରି ବିଦାୟ ନେବା ପ୍ରଭୁ। ଆସନ୍ତା ଦିନମାନଙ୍କରେ, ଏଇ ବର୍ଷ ଅଳ୍ପ ଦିନ ଭିତରେ ସରିଯିବ, ଆଉ ପ୍ରଭୁ ଏକ ନୂତନ ବର୍ଷରେ ତୁମେ ଅନୁଗ୍ରହ କଲେ ଆମେ 2024 ମସିହା ପଦାର୍ପଣ କରିବା। ଆମମାନଙ୍କ ସମ୍ମୁଖରେ ଯଦି କିଛି ବାଧା ରହିଛି, କଷ୍ଟ ରହିଛି, ସମସ୍ୟା ରହିଛି, ଅଭାବ ରହିଛି, ଅନାଟନ ରୋଗ ବ୍ୟାଧି ରହିଛି, ଶତ୍ରୁତା, ବିବାଦ, ହିଂସା ରହିଛି, ସେଥିରୁ ତୁମେ ଆମ ସମସ୍ତଙ୍କୁ ରକ୍ଷା କର।
ଆଗାମୀ ବର୍ଷ ନୂତନ ବର୍ଷ ଦେଖି ତୁମକୁ ଧନ୍ୟବାଦ କରିବା ସଙ୍ଗେ ସଙ୍ଗେ ପ୍ରଭୁ ତୁମ ଇଚ୍ଛା ମୁତାବକ ଏକ ଅର୍ଥପୂର୍ଣ୍ଣ ଜୀବନ କାଟିବା ପାଇଁ ସାହାଯ୍ୟ କର। ମହିମା ଗୌରବ ତୁମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରିୟ ନାମରେ ପିତାଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆମେନ୍।